ତାହା ସହିତ ସମ୍ପର୍କିତ ହେବା। ଏପରି କିଛି ଜିନିଷ ଅଛି ଯାହାକୁ ଧରି ହୁଏ ନା, ଚିନ୍ତାରେ ବି ଧରି ହୁଏ ନା, କିନ୍ତୁ ତାହା ଅଛି। ତୁମେ ତାକୁ ଯେଉଁ ନାମ ଦିଅ ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ। ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାହା ଅଛି। ତେଣୁ ଗୋଟିଏ କଥା କରିବାକୁ ଅଛି, ତାହା ହେଲା ତାହାରି ସଙ୍ଗେ ସମ୍ପର୍କିତ ହେବା। ତାକୁ କିଛି ନାମ ଦେବାରେ କିମ୍ବା ବର୍ଣ୍ଣନା କରିବାରେ କିଛି ଲାଭ ନାହିଁ। ତାହାରି ସଂସ୍ପର୍ଶରେ ଆସିବାକୁ, ତାହାରି ଉପରେ ମନୋନିବେଶ କରିବାକୁ, ତାକୁ ହିଁ ବଞ୍ଚିବାକୁ, ସେହି ବାସ୍ତବ ସତ୍ୟକୁ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ। ଏବଂ ତାହା ସମ୍ପର୍କରେ ତୁମର ଅଭିଜ୍ଞତା ହେଲା ପରେ ତୁମେ ତାକୁ ଯେଉଁ ନାମ ଦିଅ ସେଥିରେ କିଛି ଯାଏ ଆସେ ନାହିଁ। ଅଭିଜ୍ଞତାର ହିଁ ଯାହା କିଛି ମୂଲ୍ୟ ଅଛି। କେହି ଯେତେବେଳେ ତାହାର ଅଭିଜ୍ଞତାକୁ ଏକ ନିର୍ଦ୍ଦିଷ୍ଟ ବାକ୍ୟରେ ପ୍ରକାଶ କରେ, ଯଦି ସେ ତାକୁ ଏକ ସଂକୀର୍ଣ୍ଣ ଅର୍ଥରେ ପ୍ରକାଶ କରେ, ସେହି ପ୍ରକାଶ ଏତେ ଅବରୁଦ୍ଧ ହୋଇଥାଏ ଯେ ସେହି ସୂତ୍ର ଛଡ଼ା ଜଣେ ଆଉ କିଛି ପାଏ ନାହିଁ। ଏହା ଏକ କ୍ଷୁଦ୍ରତା। ସମସ୍ତ ସମ୍ଭାବ୍ୟ ପଥରେ ଜଣେ ସେହି ସତ୍ୟକୁ ପାଇବା ପାଇଁ ବା ବଞ୍ଚିବା ପାଇଁ ଜଣେ ସବୁ ପ୍ରକାର ସମ୍ଭାବ୍ୟ ପଥରେ ଗତି କରିବା ଉଚିତ। ସବୁକିଛି ଘଟଣାରେ, ସବୁକିଛି ସଂଘଟନରେ ତୁମେ ତାକୁ ହିଁ ନେଇ ବଞ୍ଚିବା ଉଚିତ। କାରଣ ତାହା ହିଁ ଯଥାର୍ଥ ସତ୍ୟ, ତାହା ହିଁ ପରମ ମଙ୍ଗଳ, ତାହା ହିଁ ସର୍ବଶକ୍ତିମାନ, ତାହା ହିଁ ସର୍ବଜ୍ଞତା, ତାହା ହିଁ। ହଁ, ଜଣେ ତାକୁ ହିଁ ବଞ୍ଚିପାରେ, କିନ୍ତୁ ଜଣେ ସେ କଥା ବର୍ଣ୍ଣନା କରିପାରିବ ନାହିଁ। ଜଣେ ଯଦି କିଛି କହେ, ତେବେ ତା କହିବାର ବିଶେଷ କିଛି ଗୁରୁତ୍ୱ ନାହିଁ। ତାହା ସହିତ ସମ୍ପର୍କିତ ହେବା। 2. ଗୋଟିଏ ଶ୍ରେଣୀର ଦାର୍ଶନିକ ଅଛନ୍ତି ଏବଂ ଲୋକ ବି ଅଛନ୍ତି ଯେଉଁମାନେ ଈଶ୍ୱର ସମ୍ବନ୍ଧୀୟ ସାଧାରଣ ଯେଉଁ ଧାରଣା ରହିଛି ତା ସ୍ଥାନରେ ଏକ ନୈବର୍ତ୍ତିକ ପରମର ଧାରଣା ଦିଅନ୍ତି। କେହି ବା କହନ୍ତି ସେ ହେଉଛନ୍ତି ପରମ ସତ୍ୟ, କେହି ବା କହନ୍ତି ସେ ପରମ ନ୍ୟାୟ ବିଧାତା। ଆଉ କେତେକଙ୍କ ମତ ଯେ ସେ ହେଉଛନ୍ତି ଏକ ଚିରନ୍ତନ ଗତିଶୀଳତାର ଗତି। କିନ୍ତୁ ଯାହାର ତାଙ୍କ ସଙ୍ଗେ ଏକାତ୍ମ ହେବାର କ୍ଷମତା ରହିଛି, ତା ପାଇଁ ଏହି ସବୁ ମତବାଦର ବିଶେଷ କିଛି ଗୁରୁତ୍ୱ ନାହିଁ। ଜଣେ ଏକ ବିରାଟ ଦର୍ଶନ ଗ୍ରନ୍ଥ ପଢ଼ି ଶେଷ କରିଦେଇପାରେ, କିନ୍ତୁ ଗୋଟିଏ ପାଦ ଅଗ୍ରସର ନ ହୋଇଥାଇପାରେ। ସେତେବେଳେ ବେଳେବେଳେ ଜଣେ ଗୋଟିଏ ଧର୍ମ ସମ୍ପ୍ରଦାୟର ପ୍ରଗାଢ଼ ଅନୁରକ୍ତ ହୋଇପାରେ, କିନ୍ତୁ ଏ ଦିଗରେ କୌଣସି ଅଗ୍ରଗତି ନ ହୋଇପାରେ। ଏପରି ଲୋକ ଅଛନ୍ତି ଯେଉଁମାନେ ସାରା ଜୀବନ ଧ୍ୟାନ ଧାରଣାରେ କଟାଇ ଦେଇଛନ୍ତି, କିନ୍ତୁ କିଛି ପାଇନାହାନ୍ତି। ଏପରି କିନ୍ତୁ ଲୋକ ଅଛନ୍ତି ଖୁବ୍ ଜଣାଶୁଣା ସେମାନେ, ଯେଉଁମାନେ ଅତି ସାଧାରଣ ଶାରୀରିକ ଶ୍ରମ କରି ବଞ୍ଚୁଥାନ୍ତି। ହୁଏତ ପୁରୁଣା ଜୋତା ମରାମତ କରୁଥିବା ସେ ଜଣେ ମୋଚି, କିନ୍ତୁ ତାଙ୍କର ସେ ଅଭିଜ୍ଞତା ହୋଇଯାଇଛି। ଜଣେ ଏ ବିଷୟରେ ଯାହା ଚିନ୍ତା କରେ ବା କହେ, ତାହାଠାରୁ ଏହି ବାସ୍ତବ ଅଭିଜ୍ଞତା ବହୁ ଦୂରରେ। କହିବାକୁ ଗଲେ ଏହା ଏକ କୃପା, ଆଉ କିଛି ନୁହେଁ। ସୁତରାଂ ଯାହା କିଛି ଆବଶ୍ୟକ ତାହା ହେଲା ତାଙ୍କ ସଙ୍ଗେ ଏକାତ୍ମ ହେବାରେ ସଫଳ ହେବା ଏବଂ ତାଙ୍କୁ ହିଁ ନେଇ ବଞ୍ଚିବା। ତାହା ସହିତ ସମ୍ପର୍କିତ ହେବା। 3. ଗୋଟିଏ କଥା ହେଉଛି ଗୁରୁତ୍ୱପୂର୍ଣ୍ଣ, ତାହା ହେଲା ତାଙ୍କ ସହିତ ଏକାତ୍ମ ହେବା ଲାଗି ଏକ ନିଷ୍ଠାପର ଓ ନିରବଚ୍ଛିନ୍ନ ସଂକଳ୍ପ। କାରଣ ଏଭଳି କଥା ସବୁ ଆଖି ପିଛୁଳାକେ ଘଟିଯାଏ ନାହିଁ। ତେଣୁ ଏଥିପାଇଁ ଅଧ୍ୟବସାୟ କରିବା ଉଚିତ। ଜଣେ ଯେତେବେଳେ ଅନୁଭବ କରିବ ଯେ ସେ କିଛି ଅଗ୍ରଗତି କରୁନାହିଁ, ସେତେବେଳେ ସେ ହତାଶ ହେବା ଉଚିତ ନୁହେଁ। ତା ପ୍ରକୃତି ଭିତରେ ଏପରି କ'ଣ ଅଛି ଯାହାକି ତାର ଅଗ୍ରଗତିରେ ବାଧା ଦେଉଛି, ତାକୁ ଖୋଜି ବାହାର କରିବା ଉଚିତ। ତାପରେ ଯାଇ ତୁମର ଅଗ୍ରଗତି ସମ୍ଭବ ହେବ। ହଠାତ୍ ଦେଖିବ ଯେ ତୁମେ ଆଗକୁ ଗତି କଲଣି। ଯେତେବେଳେ ତୁମେ ଶେଷରେ ପହଞ୍ଚିବ, ସେତେବେଳେ ତୁମର ଏକ ଅନୁଭୂତି ଲାଭ ହେବ। ଏ ସମ୍ପର୍କରେ ଉଲ୍ଲେଖନୀୟ କଥା ହେଉଛି, ଯେଉଁମାନେ ସମ୍ପୂର୍ଣ୍ଣ ବିଭିନ୍ନ ପନ୍ଥାରେ ଗତି କରୁଥାନ୍ତି ଏବଂ ଯେଉଁମାନଙ୍କର ମାନସିକ ଗଠନ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ, ଏପରିକି ମହା ଆସ୍ତିକଠାରୁ ଆରମ୍ଭ କରି ମହା ନାସ୍ତିକ ପର୍ଯ୍ୟନ୍ତ, ଏପରିକି ବସ୍ତୁବାଦୀମାନେ ବି ଆମେ ଯେଉଁ ଅଭିଜ୍ଞତାର କଥା କହୁଛୁ ତାହା ପାଇଯାଇଛନ୍ତି। ସମସ୍ତଙ୍କ ପାଇଁ ସେ ଗୋଟିଏ ଉପଲବ୍ଧି, କାରଣ ଏହା ସତ୍ୟ, କାରଣ ଏହା ହିଁ ବାସ୍ତବ, କାରଣ ଏହା ହିଁ ଏକମାତ୍ର ବାସ୍ତବତା ଏବଂ ଖୁବ୍ ସରଳ ଭାବରେ ଏହା ହିଁ ହେଉଛି ସେଇ। ମୁଁ ଆଉ ଅଧିକା କଥା କହୁନାହିଁ। କିଏ କେଉଁ ବାଟରେ କହୁଛି ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ପ୍ରକୃତ ପଥ ଅନୁସରଣ କରିବା। ସେଠିକି ଯିବା ପାଇଁ ତୁମରି ବାଟରେ ତୁମେ ଚାଲ, ସେ କେଉଁ ବାଟ ସେଥିରେ କିଛି ଯାଏ ଆସେ ନାହିଁ। ବନ୍ଦେ ମାତରମ୍। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ସମସ୍ତଙ୍କୁ ମୋର ସାଦର ପ୍ରଣାମ। ଆଜି ଆଲୋଚନା ରହିଛି
ଚିରନ୍ତନୀ ବହିର ପୃଷ୍ଠା 176 ରୁ 178 ତାହା ସହିତ ସମ୍ପର୍କିତ ହବା। ଆରମ୍ଭରୁ ବର୍ଣ୍ଣନା କରୁଛନ୍ତି ଯେ ତାହା କହିଲେ କଣ ବୁଝିବା। ଯେହେତୁ ଭଗବାନଙ୍କର ଯୋଉ ନାମ ବା ଭଗବାନଙ୍କର ଅସ୍ତିତ୍ୱ ଏସବୁ ନେଇ ସମସ୍ତଙ୍କର ପ୍ରଶ୍ନ ଥାଏ। ପ୍ରକୃତରେ ଭଗବାନ କିଏ ବା ଭଗବାନଙ୍କ ଡେଫିନେସନ କଣ ବା ପରମ କହୁଛ କଣ, ଡିଭାଇନ ଯୋଉ କହୁଛ କଣ, ଯେ ପ୍ରକୃତରେ ଇଜ ଦେୟାର ଇଜ ଏନିଥିଙ୍ଗ ଅର ନଟ୍, ସେଇଟାକୁ କିଏ କୋଉ ଭଳି ଭାବରେ ବୁଝାନ୍ତି ବା କରନ୍ତି ସେ ବିଷୟରେ ସମ୍ପୂର୍ଣ୍ଣ ଭାବେ ଏଠି ଡିଟେଲ୍ସ ଆଗ ବର୍ଣ୍ଣନା କରୁଛନ୍ତି। ତାପରେ ଗୁରୁତ୍ୱପୂର୍ଣ୍ଣ କୋଉଟା ସେଟା ବି କହୁଛନ୍ତି। ଯେ ଗୁରୁତ୍ୱପୂର୍ଣ୍ଣ ତମେ ତାକୁ ଯାହା ନାମ ଦିଅ, ଏଠି ଲେଖୁଛନ୍ତି ସେଥିପାଇଁ ମା ଆରମ୍ଭ କରୁଛନ୍ତି, ତମେ ତାକୁ ଯେଉଁ ନାମ ଦିଅ ନା କାହିଁକି ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହଁ। ଗୁରୁତ୍ୱପୂର୍ଣ୍ଣ ହଉଛି ଯେ ପର୍ଯ୍ୟନ୍ତ ଯୋଉ ବିଷୟରେ ଆମେ କହିବାକୁ ଯାଉଛୁ ବା ଯୋଉ ବିଷୟରେ ଆମେ ଧାରଣା ନେବାକୁ ଯାଉଛୁ ସେ ବିଷୟରେ ବା ସେ ସମ୍ପର୍କରେ ଆମେ ନିଜେ ବଞ୍ଚିବା ଏବଂ ନିଜେ ଏକାତ୍ମ ହେଲେ ହିଁ ଆମେ ତାକୁ ପୂର୍ଣ୍ଣ ଭାବେ କହିପାରିବା। ଆମେ ଆପଣ ଦେଖିଥିବେ ଯୋଉ ଅନେକ ଲୋକ ଥାଆନ୍ତି, ଅ ଅଭ୍ୟାସ ହେଇଯାଇଥାଏ ମେଡିସିନ ନା ଶୁଣି ଶୁଣିକିରି ମେଡିସିନ ଦବା। ଆପଣ ଯଦି ଗୋଟେ ଜାଗାରେ ରହୁଛନ୍ତି ଯୋଉଠି କିି ଅନେକ ଲୋକଙ୍କର ରୋଗ କାହାର କଣ ହେଇଛି ଶୁଣିଲେଣି, ବୁଝିଲେଣି, ଦେଖୁଛନ୍ତି ଔଷଧ ଦିଆହଉଛି, ସେମିତି ବି ଦେଇଦିଅନ୍ତି। ମୁଁ ଦେଖିଛି ଅ ଗୋଟେ ଗାଁରେ ଡାକ୍ତରଙ୍କ ପାଖରେ ରହି ରହି ଗୋଟେ ପିଲାଟେ, ତାପରେ ସେ ଏରିଆରେ ଭଲ ଡାକ୍ତର, ତାପରେ ସେ ଆଉ ଗୋଟେ ଦୋକାନ ନିଜେ କଲେ, ମାନେ ଦୋକାନ କଣ ଡାକ୍ତରଖାନା ଭଳିଆ କଲେ, ଲୋକ ପେସେଣ୍ଟ ଦେଖିଲେ ଏବଂ ଔଷଧ ଦେଲେ। ସିଏ ପୂର୍ବ ଡାକ୍ତର ଅପେକ୍ଷା ଇଏ ଫେମସ ଡାକ୍ତର ହେଇଗଲେ। ସିଏ ତା ଭିତରେ ପ୍ରବେଶ କରିବା ଏବଂ ଆଉ ଗୋଟେ ପ୍ରଥମେ ଯୋଉଟା କହିଲେ ଶୁଣି ଶୁଣିକିରି ମେଡିସିନ ଦେଇଦବା, ଏଇ ଦିଟା ଭିତରେ ବହୁତ ଫରକ ରହିଛି। ଶୁଣି ଶୁଣିକି ମେଡିସିନ ଦେଲା ବେଳେ ବହୁତ ବଡ ପ୍ରୋବ୍ଲେମ ବେଳେ ବେଳେ ହୁଏ କଣ, ଯେମିତି କୁହାଯାଏ ଆପଣ ଜାଣିଥିବେ ମୁଣ୍ଡ ବିନ୍ଧା ଗୋଟେ ରୋଗ ନୁହଁ। ମୁଣ୍ଡ ବିନ୍ଧା ଗୋଟେ ରୋଗ ନୁହଁ। ମୁଣ୍ଡ ବିନ୍ଧା ହଉଛି ଅନେକ ରୋଗ, କୋଉ କୋଉ ରୋଗର ଗୋଟେ ଲକ୍ଷଣ। ଆପଣ ସେ ମୁଣ୍ଡ ବିନ୍ଧା ପାଇଁ ଯୋଉ ଔଷଧ ଦିଆ ହେଇଥିଲା, ବର୍ତ୍ତମାନ ଆଉ ଜଣଙ୍କର ଶୁଣିଲେ ମୁଣ୍ଡ ବିନ୍ଧା ହଉଛି ତାକୁ ସେଇ ଔଷଧ ଦବା ଆପଣଙ୍କ ପାଇଁ ବୋକାମି ସାବ୍ୟସ୍ତ ହେଇପାରନ୍ତି। ଅନେକ ସମୟରେ ଘଟଣା ଘଟେ। ଏଇ ପ୍ରକାର ଘଟଣା ଅନେକ ଉଦାହରଣ ବି ଅଛି, ଘଟେ ବି। କିନ୍ତୁ ଜଣେ ଯେତେବେଳେ ତା ଭିତରେ ବଞ୍ଚିବ, ତା ଭିତରେ ପ୍ରବେଶ କରିବ, ସେ ସମ୍ପର୍କରେ ତାକୁ ଆମେ ଯଥାର୍ଥ ଜ୍ଞାନ ବୋଲି କୁହାଯାଏ। ଏକାତ୍ମତାର ଜ୍ଞାନ, ଯଥାର୍ଥ ଜ୍ଞାନ ଭିତରେ ବହୁତ ଫରକ ରହିଛି। ସେଟା ଆମେ ଇନ ଦ ଲଙ୍ଗ ରନ ଟାଇମରେ କଥା ହବା। ତେଣୁ ଏଠି ସେଇ ତାହା କହିଲେ କଣ ବୁଝିବା, ସେଇଥିପାଇଁ ମା କହୁଛନ୍ତି ପ୍ରଥମେ କହିଲେ ଯେ ଯାହାକୁ ଧରି ହୁଏ ନା ଚିନ୍ତାରେ ବି ଧରି ହୁଏ ନା କିନ୍ତୁ ତାହା ଅଛି। ଗୁରୁତ୍ୱପୂର୍ଣ୍ଣ ତା ଭିତରେ କୋଉଟା ନା ତାଙ୍କ ସଙ୍ଗେ ସମ୍ପର୍କିତ ହେଇ ତାଙ୍କ ସଂସ୍ପର୍ଶରେ ଆସି ସେଇ ଯୋଉ ଶକ୍ତି ରହୁଛି ତାକୁ ସଂସ୍ପର୍ଶରେ ଆସିବା ପାଇଁ ବାଟ କଣ କଣ କହୁଛନ୍ତି ନା ତାହାରି ଉପରେ ମନୋନିବେଶ କରିବା। ମନୋନିବେଶ କରିବା, ତାକୁ ହିଁ ବଞ୍ଚିବାକୁ ଏବଂ ସେହି ବାସ୍ତବ ସତ୍ୟକୁ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ। ଯେ ପର୍ଯ୍ୟନ୍ତ ସେଥିରେ ଆମେ ନ ବଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ସେ ସମ୍ବନ୍ଧରେ ଯେତେ କଥା ଆମେ ଶୁଣିଛନ୍ତି, ଯେତେ କଥା ଆମେ ଶୁଣିଛନ୍ତି, ତାହା କେବଳ ଶୁଣିବା କଥା ହେଇକି ରହିବ। ଏଇଠି ଗୋଟେ ବହୁତ ବଡ କଥାଟେ ଗୁରୁତ୍ୱପୂର୍ଣ୍ଣ ଦେଖିବେ, ସେଟା ହଉଛି ଆମେ ଅନେକ ସମୟରେ ଲୋକେ କହନ୍ତି ଯେ ଭଗବାନ ଆମକୁ ବାଛିଛନ୍ତି ବା ମା ଆମକୁ ବାଛିଛନ୍ତି। ତେଣୁ ସେଥିପାଇଁ ଆମେ କଣ କରୁ, ଗୌରବାନ୍ୱିତ ଅନୁଭବ କରୁ, ଗର୍ବ ଅନୁଭବ କରୁ ଏବଂ ସେଇଟାର କ୍ରେଡିଟ ନଉ। ଯୋଉଟା କି ଏଇଠି ଅଭିଜ୍ଞତା କଥା ଯେତେବେଳେ କୁହାଯାଉଛି ସେତେବେଳେ ଏଇ କଥାଟି ଆସିବ। ଏଇ କିଛି ଦିନ ତଳେ, ବହୁତ 2 ଦିନ କି 3 ଦିନ ତଳେ, ଜଣେ ଗୋଟେ ଛୋଟିଆ ଛୁଆଟେ ଅଷ୍ଟମ କ୍ଲାସ ରେ ପଢୁଛି, ଭାରି ସରଳ ପିଲାଟିଏ, ବୋକା ନୁହଁ, ବୋକା ବେଶୀ ନୁହଁ, ସରଳ ପିଲାଟେ। ସିଏ ଆସି ମତେ ଜଣେ କହିଲେ, ଆସି ଛୁଆଟା ମତେ କହୁଛି ଭାଇ, ସେ ଜଣଙ୍କ ନାଁରେ କହୁଛନ୍ତି ଯେ ସେ ଅମକ ବ୍ୟକ୍ତି ଭାରି ଭାଗ୍ୟବାନ, ଆମର ସେ ଭାଗ୍ୟ ନାହିଁ। ମୁଁ କହିଲି କାହିଁ, କଣ ହେଲା ଏମିତି? ଛୋଟ ଛୁଆ ଟା ହଠାତ୍ କହୁଛି ସେ ଲୋକ ଭାଗ୍ୟବାନ,
ଆଉ ଆମେ ଭାଗ୍ୟବାନ ନୁହଁ। ସେ ଯୋଉ ଲୋକଙ୍କ କଥା କହୁଛି ସେ ଲୋକ କ୍ଷମତାରେ ବହୁତ ପାଇଛନ୍ତି ଏବଂ ଫେମସ ବି ହେଇଛନ୍ତି। ମୁଁ କହିଲି ଆକ୍ଚୁଆଲି କୋଉ ଆଙ୍ଗଲରୁ ସେ କହୁଛି, କୋଉ ଦୃଷ୍ଟିକୋଣରୁ କହୁଛି, ମୁଁ ସେଟା ନ ଜାଣିବା ପର୍ଯ୍ୟନ୍ତ ଅ, କୌଣସି ମନ୍ତବ୍ୟ ଦେବା ଠିକ ନୁହଁ। ମୁଁ କହିଲି ହେଲା ବାବା, ଆଉ କଣ ପାଇଁ ସିଏ ଏତେ ମହାନ ବା ଭାଗ୍ୟବାନ, ତମେ ନୁହଁ, ଏମିତି କେମିତି କଥା? ନା ଦେଖନ୍ତୁ, ମାଙ୍କୁ ସିଏ ଆଖିରେ ଦେଖିଛନ୍ତି, ମା ବଞ୍ଚିଥିବା ବେଳେ, ଏବଂ ମା ତାକୁ ଛୁଇଁଛନ୍ତି। କେତେ ଭାଗ୍ୟବାନ, ଆମର ସେ ଭାଗ୍ୟ କାହିଁ? ସିଏ ଯଦି ଖାଲି ତାଙ୍କୁ ଭାଗ୍ୟବାନ ବୋଲି କହିଥାନ୍ତା, ତାହେଲେ ମୁଁ ହୁଏତ କିଛି ତାକୁ କମେଣ୍ଟସ ବା ତାକୁ କିଛି ଆଲୋଚନା କରିବାକୁ ବିଶେଷ କିଛି କହିନଥାନ୍ତି। ଯୋଉଟା ଏବେ କହିଲି ତାକୁ, ମୁଁ ସେଇଟା ଏବେ କହିବି ଆପଣଙ୍କୁ। କିନ୍ତୁ ସେ ଯେତେବେଳେ ନିଜକୁ ଅ ତୁଳନା କରୁଛି ଯେ ନାଇଁ ମୁଁ ଭାଗ୍ୟବାନ ନୁହଁ, ଏଇଠି ମନେ ପଡିଲା ଯେମିତି ଆମେ ଯୋଉ କଥାରେ କହୁଛେ ମତେ ଭଗବାନ ବାଛିଛନ୍ତି ବା ଆମକୁ ଭଗବାନ ବାଛିଛନ୍ତି। ଆମେ ଯୋଉମାନେ, ଆପଣ ମାଙ୍କ ଧାରାରେ ଆମେ ରହୁଛୁ, ମାଙ୍କୁ ଆମେ କହୁଛୁ ଯେହେତୁ ଆମେ ପାଠଚକ୍ର ଆସୁଛୁ, ଆମେ ରିଲିଫ ସେଣ୍ଟର ଯାଉଛୁ, ଆମେ ଆଶ୍ରମ ଯାଉଛୁ, ତେଣୁ ଆମକୁ ମା ବାଛିଛନ୍ତି। ଆମେ ହଉଛୁ ସେ, ଦେଖ ଏତେ ସଂସାରରେ ଏତେ 700-800 କୋଟି ଲୋକ ଭିତରେ ଆମକୁ ବାଛିଛନ୍ତି ମା। ଆମେ ବି ବେଳେ ବେଳେ ଏଇ ପ୍ରକାରର କ୍ରେଡିଟ ଟା ନଉ। ବାହାରେ କହୁ କି ନ କହୁ, ନିଜ ଭିତରେ ବି ସେ କ୍ରେଡିଟ ବେଳେ ବେଳେ ଆସେ, ବା ଶୁଣି ଶୁଣିକି ବି କ୍ରେଡିଟ ଟା ଜନ୍ମ ହୁଏ। ତେଣୁ ତା ଭିତରେ ତେଣୁ ସେଇଟା ରହିଯାଇଛି ଗୋଟେ ଅସୁବିଧା ଯେ ମୁଁ ଭାଗ୍ୟହୀନ, କାହିଁକିନା ମାଙ୍କ ପାଖରେ ସେ ପାଇଛନ୍ତି। ସେଇଠି ଜଣେଇଦେବାକୁ ଆମେ ଚାହିଁବା, ଯେତେବେଳେ ପ୍ରଭୁ ଶ୍ରୀଜୀଉଙ୍କୁ ପଚାରୁଛନ୍ତି, ଆମର ସାଧକ ସାଧିକା ମାନେ ଯେତେବେଳେ ଯୋଉ ସାଧକ ମାନେ ଥିଲେ ସବୁ ପଚାରୁଛନ୍ତି, ଆଉ ସାର୍, ତ ସାର୍ ଡାକନ୍ତି, ସେତେବେଳେ ତାଙ୍କ ଭିତରୁ କେତେ ଜଣ ସାଧକ ଯୋଉମାନେ କି ସ୍ୱାଧୀନତା ସଂଗ୍ରାମ ତାଙ୍କ ସହିତ ବି ଆସିଥିଲେ, ସେମାନେ ସବୁ, ଆଉ ସାର୍, ଆଉ ମା ଅଛନ୍ତି ଦିବ୍ୟ ଜନନୀ, ଆପଣ ନିଜେ ହଉଛନ୍ତି ଭଗବାନ, ଅବତାର ଗ୍ରହଣ କରିଛନ୍ତି, ଆପଣଙ୍କ ସଂସ୍ପର୍ଶରେ ଆମେ ଯୋଉମାନେ ସବୁ ଆସୁଛୁ, ରୂପାନ୍ତର ଆମର ଆଗେ ହବ। ମାନେ ବହୁତ ଛୋଟ ଛୋଟ କୋଶ୍ଚିନ୍ ପଚାରିଛନ୍ତି, ବହୁତ ବିଜ୍ଞ ବ୍ୟକ୍ତି ମାନେ ସବୁ, କିନ୍ତୁ ଯୋଉ ପଚାରିଛନ୍ତି ପ୍ରଶ୍ନ ଅତି, ଆମର ବି ସେ ପ୍ରଶ୍ନ ଥାଏ, ଛୋଟ ପ୍ରଶ୍ନ ଭଳିଆ ଲାଗେ, କିନ୍ତୁ ପ୍ରକୃତ ସେ ପ୍ରଶ୍ନର ଅର୍ଥ ବହୁତ ବହନ କରେ। ତ ଆମର ତ ପ୍ରଥମେ ରୂପାନ୍ତର ହେଇଯିବ। ସେଠୁ ପ୍ରଭୁ ହସିଲେ, କହିଲେ ହଁ, କାହିଁକି ହବନି। ପ୍ରଭୁ ବହୁତ ବଢିଆ ଥଟ୍ଟା କରନ୍ତି, ମାନେ ମଜାକ କରନ୍ତି। କିନ୍ତୁ ବାରମ୍ବାର ଆଉଥରେ ବି କହିଦଉଛି, ମଜାକ କଲାବେଳେ ଶ୍ରୀଅନ୍ଦ କହୁଛନ୍ତି, ତୁମ ମଜାକ ଦ୍ଵାରା, ତୁମ ଥଟ୍ଟା ଦ୍ଵାରା, ତୁମ ପରିହାସ ଦ୍ଵାରା ଯେପରି ଅନ୍ୟ କାହାରି କ୍ଷତି ନ ହୁଏ, ଅନ୍ୟ କାହାର କୁ ଆପଣ ନିଚା ନ ଦେଖାନ୍ତି, ମିଥ୍ୟା ଆଚରଣ ନ କରନ୍ତି, ମିଛ କହିବେ ନାହିଁ, ମିଥ୍ୟା ଆଚରଣ କରିବେ ନାହିଁ ଆପଣ ଥଟ୍ଟା କଲା ବେଳେ। ହଁ, ତାହେଲେ ସେ ମଜାକ ବା ସେ ଥଟ୍ଟା ହଉଛି ଗ୍ରହଣୀୟ। ନହେଲେ ଆପଣ ଯଦି ମିଛ କହୁଛନ୍ତି ଥଟ୍ଟା କଲା ବେଳେ, ତାହେଲେ ସେଇଟା ଗ୍ରହଣୀୟ ନୁହଁ। ଆପଣ ଯଦି କାହାକୁ ନିଚା ଦେଖାଉଛନ୍ତି, ତାହେଲେ ତା ଆଦୌ ଗ୍ରହଣୀୟ ନୁହଁ, ଆଦୌ ଗ୍ରହଣୀୟ ନୁହଁ। କାହାକୁ ଆଘାତ ପାଉଛି କିଏ, ଆଦୌ ଗ୍ରହଣୀୟ ନୁହଁ। ଏଇଟା ମନେ ରଖିବା। ହଁ, ସେଠୁ ପ୍ରଭୁ ହସିକି ଆଗ କହୁଛନ୍ତି, ହଁ, ମୁଁ ଯଦି ରୂପାନ୍ତର, ସେମିତି ଯଦି ରୂପାନ୍ତର ହେଇଯାଉଥାନ୍ତା, ତାହେଲେ ମୁଁ ଯୋଉ ଚେୟାରରେ ବସିଛି, ତମେ ଆଉ ଏ ଚେୟାର ଦେଖିବାକୁ ପାଇନଥାନ୍ତ, କେତେଟା ଚେୟାର ବଦଳେଇଥାନ୍ତ। ମୁଁ ମୋ ଭାଷାରେ କହୁଛି, କିନ୍ତୁ ତାଙ୍କର ଆରମ୍ଭଟା ହେଲା ଯେ ମୁଁ ଯୋଉ ଚେୟାରରେ ବସୁଛି, ସେ ଚେୟାରଟିର ତ ପ୍ରଥମେ ରୂପାନ୍ତର ହେଇଯାଇଥାନ୍ତା। କାହିଁକି ନା ବହୁତ ସମୟ ଧରି ପ୍ରଭୁ ତା ଉପରେ ବସୁଛନ୍ତି। ତାପରେ ସେଠୁ ବର୍ଣ୍ଣନା କରୁଛନ୍ତି, ପଚାରୁଛନ୍ତି, ସାର୍ ତାହେଲେ କଣ, କୋଉଟା ଠିକ? ନା ଦେଖ, କଥା ହଉଛି, ତାକୁ ନେଇକରି ଯଦି ନିଜ ଜୀବନରେ ବଞ୍ଚୁନାହୁଁ, ତାହେଲେ ତୁମେ ବଛା ହେଇନାହ। କାହିଁକି? ଆପଣ ରାମାୟଣକୁ ଯିବା। ଆମେ ରାମାୟଣକୁ ଯେତେବେଳେ ଆମେ ଯାଉଛନ୍ତି, ରାମାୟଣରେ ଦେଖନ୍ତୁ, ଶ୍ରୀରାମ ଅଯୋଧ୍ୟାରେ ଥିଲେ। ପ୍ରତ୍ୟେକ ଅଯୋଧ୍ୟାବାସୀ ଶ୍ରୀରାମଙ୍କ ପ୍ରତି ଅନୁରକ୍ତ, ବୟସ୍କ ବ୍ୟକ୍ତି ମାନେ ବି ତାଙ୍କୁ ମାନେ ସମ୍ମାନ କରନ୍ତି। କେବଳ ରାଜା ହିସାବରେ ନୁହଁ, ତାଙ୍କର ବ୍ୟକ୍ତିତ୍ୱକୁ ନେଇକିରି ମୁନି ଋଷି ସମସ୍ତେ, ସାଧାରଣ ପ୍ରଜା ପାଖରୁ ଆରମ୍ଭ କରିକିରି ମୁନି ଋଷି ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସିଏ ହଉଛନ୍ତି ସମ୍ମାନର ଯୋଗ୍ୟ, ଭଲ ପାଇବାର ଯୋଗ୍ୟ, ଏବଂ ସିଏ କହିଲା ମାନେ ସାଙ୍ଗେ ସାଙ୍ଗେ ସମସ୍ତେ ତାହା କରିବେ। ତାହେଲେ ଆପଣ କହିବେ ତ ସେମାନେ ବଛା ହେଇଛନ୍ତି। କିନ୍ତୁ ଯୁଦ୍ଧ ପାଇଁ ସେମାନେ ଯେତେବେଳେ ଗଲେ, ଯେତେବେଳେ ଭଗବାନଙ୍କ କାମ କଲେ, ସେତେବେଳେ ସେମାନେ ବଛା ହେଇନାହାନ୍ତି। ଏଇଠି କ୍ଷୁଦ୍ରତା ବା ଗୁରୁତ୍ୱପୂର୍ଣ୍ଣ
ବା ଇଏ ସେଇଟାର କିଛି ନାହିଁ। କଥା ହଉଛି ବାଛିଲେ କାହିଁକି ବା କିଏ ବଛା ହେଇଛି କିଏ ବଛା ହେଇନାହିଁ। ସଂଜ୍ଞାଟା ପ୍ରକୃତରେ ବଛା ହବାର କଣ? ଆଉ ଆମେ ପାଚକ ଜଏନ କରୁଛୁ ବା ଯୋଉମାନେ ବାହାରେ ଅନ୍ୟ କୌଣସି ଧର୍ମାବଲମ୍ବୀ ଅଛନ୍ତି ସେମାନେ ଯାଇକିରି ସତ୍ସଙ୍ଗ କରୁଛନ୍ତି କିମ୍ବା ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି, ସେମାନେ ବଛା ହେଇଛନ୍ତି ବୋଲି ଆପଣ କହିପାରିବେନି। ସେମାନେ ଯେପରି ଇଏ ନ୍ୟୁଜ ରିଡର, ସିଏ ପଢୁଛନ୍ତି ଯେ ଅମକ ଜାଗାରେ ବାତ୍ୟା ହେଇଗଲା, ଏତେ କ୍ଷୟକ୍ଷତି ହେଇଛି, ବନ୍ୟା ହେଇଗଲା, ଏତେ ଲୋକ ଭାସି ଯାଉଛନ୍ତି, ଅଥଚ ବାତ୍ୟା ବା ବନ୍ୟାର ତାଙ୍କ ପାଖରେ କିଛି ଭେଦୁ ନାହିଁ ବା ସେ କିଛି ତାଙ୍କର ନେଣ ଦେଣ ନାହିଁ। ତେଣୁ ଆପଣ ବଛା ହେଇଛନ୍ତି ସେତିକି ବେଳେ ଆପଣ କହିପାରିବେ ଯେତେବେଳେ ଆପଣ ଭଗବାନଙ୍କୁ ନେଇକିରି ବା ତାହାଙ୍କୁ ନେଇକି ଏଠି ତା ଦାଏ ଯେ ପରମଙ୍କୁ ନେଇକିରି ଆପଣ ନିଜ ଜୀବନରେ ବଞ୍ଚୁଛନ୍ତି, ତାଙ୍କୁ ପରିପ୍ରକାଶ କରିବା ପାଇଁ ଆପଣ ପ୍ରୟାସ କରୁଛନ୍ତି। ସେଥିପାଇଁ ତୁମେ ତାକୁ ଯାହା ନାମ ଦିଅ ନା କାହିଁକି, ତୁମ ତାହା ସମ୍ପର୍କରେ ତୁମର ଅଭିଜ୍ଞତା ହେଲା ପରେ ତୁମେ ତାକୁ ଯେଉଁ ନାମ ଦିଅ ସେଥିରେ କିଛି ଜାୟସ ନାହିଁ। ତୁମ ଅଭିଜ୍ଞତା ହିଁ ମୂଲ୍ୟ ରହିଛି। କୋଉ ଅଭିଜ୍ଞତା? ତାପରେ ଦେଖନ୍ତୁ ବାରମ୍ବାର କହୁଛନ୍ତି ସେଇ ଅଭିଜ୍ଞତା ନୁହଁ ଯୋଉଟା ସଂକୀର୍ଣ୍ଣତା ପ୍ରକାଶ କରୁଛି। ସଂକୀର୍ଣ୍ଣତା କେତେବେଳେ ପ୍ରକାଶ କରେ? ଯେତେବେଳେ ମୁଁ ନିଜକୁ ପରିପ୍ରକାଶ କରେ। ଆପଣ ଦେଖିବେ ସେଇଟା ହଉଛି ସଂକୀର୍ଣ୍ଣତା। ସେଇଟା ଆମକୁ କ୍ଷୁଦ୍ର କରିଦିଏ, କାହିଁକିନା ମୁଁ ନିଜକୁ ପରିପ୍ରକାଶ କରୁଛି। ଜଣେ ଯେତେବେଳେ ସତ୍ୟକୁ ନେଇକି ବଞ୍ଚେ, ଜଣେ ଯେତେବେଳେ ସତ୍ୟକୁ ପରିପ୍ରକାଶ କରେ, ସେତେବେଳେ ସିଏ ନିଜର ସ୍ଥିତିକୁ ଭୁଲିଯାଏ। ସେତେବେଳେ ସେ ସବୁବେଳେ ବିଶାଳତାକୁ ଦେଖେ। କିନ୍ତୁ ଆମେ ବେଳେ ବେଳେ କଣ କରୁ, ଅନୁଷ୍ଠାନକୁ ବା ସମାଜକୁ ପରିପ୍ରକାଶ କରିବାକୁ ଯାଇ ତାଙ୍କର ବାହାନା ନଉ ବା ଅନେକ ପ୍ରକାର ପରିପ୍ରକାଶ କରୁ, କିନ୍ତୁ ସେଥିରେ ମୁଁ କେତେ ଇମ୍ପୋର୍ଟାନ୍ସ ବା ମୁଁ ଯୋଉଥିରେ ରହିଛି ସେଇଗୁଡାକ ମୁଁ କଣ କରେ ଲୋକଙ୍କ ପାଖରେ ପହଞ୍ଚାଏ। ଆପଣ ଦେଖିଥିବେ ଯୋଉମାନେ ଅହଂକ ଇନ୍ଦ୍ରିକ ବ୍ୟକ୍ତି ଥାନ୍ତି, ଯୋଉମାନେ ପ୍ରାଣ ପ୍ରଧାନ ବ୍ୟକ୍ତି ଥାନ୍ତି, ସେମାନେ କଣ କରନ୍ତି ତାଙ୍କର ଯିଏ ପ୍ରିୟ ବ୍ୟକ୍ତି, ତାଙ୍କୁ ଯିଏ ଭଲ ଲାଗନ୍ତି, ଯେତେବେଳେ କୋଉଠି କହିବାକୁ ପଡେ ସେ ତାଙ୍କର ଆଡଭର୍ଟାଇଜମେଣ୍ଟ କରନ୍ତି। ଇଏ ହଉଛି ସଂକୀର୍ଣ୍ଣତା, ଇଏ ହଉଛି କ୍ଷୁଦ୍ରତା। ତେଣୁ ଅଭିଜ୍ଞତାର ସେତିକି ବେଳେ ମୂଲ୍ୟ ରହିଛି। କୋଉ ଅଭିଜ୍ଞତା ମୂଲ୍ୟ ରହିଛି ନା ଯେତେବେଳେ ଆପଣ ସତ୍ୟକୁ ବଞ୍ଚିବା ପାଇଁ, ସତ୍ୟକୁ ପରିପ୍ରକାଶ କରିବା ପାଇଁ ଆପଣ ଗତିପଥ କରୁଛନ୍ତି। ଏବେ ଆମର ସ୍ପୋର୍ଟସ ଆରମ୍ଭ ହେଇଛି। ପିଲାମାନେ ଆମର 5 ତାରିଖ ଡିସେମ୍ବର 5ରୁ ସ୍ପୋର୍ଟସ ଟା ଆରମ୍ଭ ହୁଏ ଏବଂ 9 ତାରିଖରେ ତାର ଉଦଯାପନୀ ଉତ୍ସବ ହୁଏ ବା ଡେମନଷ୍ଟ୍ରେସନ ହୁଏ, ଯୋଉଥିରେ ପିଲାମାନେ ତାଙ୍କର ପରିପ୍ରକାଶ କରନ୍ତି। ସେତେବେଳେ ଆମର ପିଲାମାନେ ସବୁ ଆସୁଛନ୍ତି କହିଲେ, ଗୋଟେ 2-4ଟା ପିଲା ଠିଆ ହଉଥିଲୁ, କଥା ହେଲେ। ସେ କହିଲେ ଯେ ଆମ ବିଦ୍ୟାଳୟର ସ୍ଥିତି କଣ ଥିଲା, ଏବେ ସ୍ଥିତି କଣ ଅଛି, ସେ ଗୋଟେ ଅଲଗା ଆଙ୍ଗଲରୁ ମତେ କହିଲେ। ସାଧାରଣତଃ ସମସ୍ତେ ଅନେକ ପିଲା ଆସୁଛନ୍ତି କହୁଛନ୍ତି କଣ ଯେ ଆମ ବେଳେ ଏମିତି ଘର ଥିଲା, ଏବେ ଏମିତି ଘର ହେଇଯାଇଛି, ଆଗରୁ ଏମିତି ଜାକଜମକ ନଥିଲା, ଏବେ ଜାକଜମକ ହଉଛି। କିନ୍ତୁ ସେ 2ଟା ପିଲା ପୁରା ଅଲଗା ଭାବରେ କହିଲେ ମତେ। ଆଉ 2 ଜଣ ବି ତାଙ୍କ ସାଙ୍ଗରେ ଥିଲେ, କିନ୍ତୁ ଯୋଉ 2ଟା ପିଲା କହିଲେ ଭାଇ ଆମ ବିଦ୍ୟାଳୟର ସ୍ଥିତି ଥିଲା କଣ, ସେ 2ଟା କଥା କହିଲେ। ଗୋଟିଏ କଥା ହେଲା ସମସ୍ତେ ଲୋକ ମାଙ୍କୁ ନେଇକି ବଞ୍ଚିବା, ମାଙ୍କୁ ଭଲ ପାଇବା, ମା ଯୋଉ ପୂର୍ଣ୍ଣ ଯୋଗ ବା ରୂପାନ୍ତର କଥା, ଏଇ ଯୋଉ ଗୋଟେ ଆଶା ଥିଲା ଯେ ରୂପାନ୍ତର ପାଇଁ ଆମେ ପ୍ରସ୍ତୁତ କରିବା, ଭଗବାନଙ୍କ ପାଇଁ ବଞ୍ଚିବା, ମାଙ୍କ ପାଇଁ ବଞ୍ଚିବା, ଏଇଟା ଥିଲା ଆମର ଅବଜେକ୍ଟିଭ। ତେଣୁ ସେଇ ଅବଜେକ୍ଟିଭକୁ ସାବ୍ୟସ୍ତ କରିବାକୁ ଯାଇ ଆମ ବିଦ୍ୟାଳୟ ଯୋଉଟା ହେଇଥିଲା, ସେ ଏଇ ପିଲା ବେଶୀ ଦିନ ନୁହଁ, ଏଇ 3-4 ବର୍ଷ ତଳର ପାସ୍, ବହୁତ ପୁରୁଣା ବୟସ୍କ ବ୍ୟକ୍ତିଙ୍କ କଥା ମୁଁ କହୁନାହିଁ। ସେ ଯୋଉ ପିଲା କହୁଥିଲେ ସେ ସାନ ପିଲା। ଏବଂ ଆମ ବିଦ୍ୟାଳୟର ସାମର୍ଥ୍ୟ ଥିଲା ଯୋଉଟା କି ବାହାରେ ଲୋକ ଯାଇକି ବର୍ଣ୍ଣନା କରୁଥିଲେ କଣ ନା ଏତେ ଡିସିପ୍ଲିନ ୱେରେ ମାନେ ଫିଜିକାଲ ଡେମନଷ୍ଟ୍ରେସନ କରୁଛନ୍ତି। ତାଙ୍କର ଶାରୀରିକ ଯୋଉ ଗତିସ୍ପନ୍ଦନ, ଶାରୀରିକ ଯୋଉ ନମନୀୟତା ଏବଂ ଶୃଙ୍ଖଳିତ ଭାବରେ ଯୋଉ କାର୍ଯ୍ୟ, ସେଇଟା ଯୋଉଟା ଏଇଟା ହଉଛି ଆମର ବିଶେଷତ୍ୱ। ନଟ୍ ଦ୍ୟାଟ୍ ସେ କହୁଛି ଆମର ସେ ବଢିଆ ବଢିଆ ବର୍ଣ୍ଣନା କହିଲେ ଆମର ମନେ ନାହିଁ ଯେ କୋଉ କ୍ଲାସରେ ଏବେ କଣ ହଉଛି ଧୀରେ ଧୀରେ ଆମେ ଆମେ ଭାବୁଛୁ ଯେ ସମାଜକୁ ଟିକେ ଆଖି ଆଗରେ ରଖିବା ନା ଆଉ। ଆମର ଫିଜିକାଲ ଡେମନଷ୍ଟ୍ରେସନ ବେଳେ ବେଳେ ଡ୍ୟାନ୍ସ ପୁରେଇ ଦଉଛନ୍ତି, ମାନେ ନାଚ ଇଏ ସିଏ।
ବର୍ଣ୍ଣନା କରୁଛନ୍ତି। କଣ ନା ଧରା ଯୋଉ କିଏ ଆସିବେ ନା ରାଜା ଆସିବେ ତ ତାଙ୍କ ଆଗରେ ନୃତ୍ୟ କରିବା, ସେ ସେଇଟାକୁ ଗୋଟେ ଆଉ ଗୋଟେ ଦୃଷ୍ଟିକୋଣରୁ ସେ କହୁଛି ଭାଇ ଏଇଟାର ବିଶେଷ କିଛି ଗୁରୁତ୍ୱ ନାହିଁ। କାହିଁକି ଗୁରୁତ୍ୱ ନାହିଁ? ମୁଁ କହିଲି କାହିଁକି ଗୁରୁତ୍ୱ ନାହିଁ? ନା ଭାଇ ଏଇଟା ବେଶୀ ଦିନ ମନେ ରଖିବେନି। ସେଇ ଦିନର ଯେତେ ଗୁଡେ ରହିଛି ତା ଭିତରେ ହୁଏତ ସେଇଟା ଆଟ୍ରାକ୍ଟିଭ ଲାଗିପାରେ। ଲୋକ ସେଇ ଗୋଟାଏ ଦିନ 2 ଦିନ କହିବେ ଭାରି ବଢିଆ ହେଇଥିଲା ଅମକ ପ୍ରୋଗ୍ରାମ ଟା, କିନ୍ତୁ ଆଜି ପର୍ଯ୍ୟନ୍ତ ଆପଣ ଯାହାକୁ ପଚାରନ୍ତୁ ପୁରୁଣା ଲୋକ ମନେ ରଖିବେ ସିନିୟର ମାସ୍ ଡ୍ରିଲ୍ ଜୁନିୟର ମାସ୍ ଡ୍ରିଲ୍ କେତେ ସୁନ୍ଦର ହେଇଥିଲା। କହିଲା ଏବେ ବି ଭାଇ ଆମର ମନେ ଅଛି ଆମେ ସିନିୟର ମାସ୍ ଡ୍ରିଲ୍ ଆମର କେମିତି ଆଟ୍ରାକ୍ସନ ଥିଲା ଯେ ମାନେ ମାସ୍ ଡ୍ରିଲ୍ ପ୍ରତି, ଏବଂ ଲୋକମାନେ ତାକୁ ମନେ ରଖନ୍ତି ଲଙ୍ଗ ରନ ରେ। କେ ଦେଖନ୍ତୁ ଇଏ ହଉଛି ଅବଜେକ୍ଟିଭ କ୍ଲିୟର। ତେଣୁ ଆମେ ଯେତେବେଳେ ଭଗବାନଙ୍କୁ ପରିପ୍ରକାଶ କରିବାକୁ ଯାଉଛନ୍ତି ତାହାକୁ ଜାଣିବାକୁ ଚାହୁଁଛନ୍ତି, ଆମର କାର୍ଯ୍ୟ କରିଲା ବେଳେ କାମ କରିବା ଭିତରେ ଆମର ଅବଜେକ୍ଟିଭ ସୁଡ୍ ବି କ୍ଲିୟର, ଉଦ୍ଦେଶ୍ୟ ସ୍ପଷ୍ଟ ହବା ଦରକାର। ଯେମିତି କହିଲେ ଏମ୍ ଅଫ୍ ଲାଇଫ ଯେମିତି କୁହାଯାଉଛି, ମୁଁ ତ କହିବି ଯେ ଏମ୍ ଅଫ୍ ୱାର୍କ, ଏମ୍ ଅଫ୍ ଆକ୍ସନ ଆମେ ଚିନ୍ତା କରିବା ଉଚିତ। ଏମ୍ ଅଫ୍ ଆକ୍ସନ, ମୁଁ ଯୋଉ କଥା କହୁଛି, ମୁଁ ଯୋଉ କାମ କରୁଛି, ତାର ଅବଜେକ୍ଟିଭ କଣ, ତାର ଲକ୍ଷ୍ୟ କଣ? ମୁଁ ଯୋଉ କଥାଟେ କହୁଛି, ଯୋଉ ଶବ୍ଦଟେ କହୁଛି, ମୁଁ ଏଇଥିପାଇଁ କହୁଛି ହେ ଇଏ ଯୋଉମାନେ ଅଛନ୍ତି ଇଏ କଣ ଜାଣିଛନ୍ତି, ମୁଁ ତାଙ୍କୁ ବୁଝେଇ ଦେବି ସବୁ, ମୁଁ ତାଙ୍କୁ ଜଣେଇ ଦେବି ସବୁ, ତାହେଲେ ମୋର ଅବଜେକ୍ଟିଭ ଇଜ ନଟ୍ କ୍ଲିୟର। ସେଥିପାଇଁ ମାମୁଁ ପ୍ରାୟ ସମୟରେ କହୁଛି କସ୍ମୈ ଦେବାୟ, ତମେ କଣ ପାଇଁ କରୁଛ? କସ୍ମୈ ଦେବାୟ, କାହା ପାଇଁ, କାହାକୁ ସନ୍ତୁଷ୍ଟ କରିବା ପାଇଁ କରୁଛ? ତୁମେ ଭଗବାନଙ୍କୁ ମାଙ୍କୁ ପରିପ୍ରକାଶ କରିବା ପାଇଁ ପ୍ରଚେଷ୍ଟା କରୁଛ, ମାଙ୍କର ଉପସ୍ଥିତି ସମସ୍ତଙ୍କ ପାଖରେ ପହଞ୍ଚେଇବାକୁ ଚେଷ୍ଟା କରୁଛ। କେତେବେଳେ ପହଞ୍ଚେଇ ପାରିବ? ଯେତେବେଳେ ମୁଁ ବଞ୍ଚିଥିବି। କୋଉଥିରେ ବଞ୍ଚିଥିବି? ମାଙ୍କ ଉପସ୍ଥିତିରେ ବଞ୍ଚିଥିବି। ଆପଣଙ୍କ ଭିତରୁ ଯୋଉ ଶବ୍ଦ ବାହାରିବ ସେଇ ଏକା ଶବ୍ଦ 2 ଜଣ ବ୍ୟକ୍ତି କହିଲେ ମଧ୍ୟ ଯିଏ ବଞ୍ଚୁଥିବ ସିଏ ଯେତେବେଳେ ସେ ଶବ୍ଦଟିକୁ ପରିପ୍ରକାଶ କରିବ, ତାହା ଯୋଉ ଶକ୍ତିକୁ ବହନ କରିକି ଯିବ, ସେ ଶକ୍ତିଟି ଲୋକ ଭିତରେ ଯାଇକି ପହଞ୍ଚିବ। ସେଥିପାଇଁ ବାରମ୍ବାର ମା ଲକ୍ଷ୍ମୀ ସବୁ କିଛି ଘଟଣାରେ, ସବୁ କିଛି ସଂଗଠନରେ ତୁମେ ତାକୁ ହିଁ ନେଇ ବଞ୍ଚିବା ଉଚିତ। ସେଇଥିପାଇଁ କହିଲେ ଏମ୍ ଅଫ୍ ଆକ୍ସନ, ଏମ୍ ଅଫ୍ ୱାର୍କ। ଆମେ ଯେମିତି ଖାଲି କହୁଛୁ କଣ, ଆମେ ମାନେ ମାଙ୍କ ପାଇଁ କାମ କରିବା, ମାଙ୍କ ପ୍ରୀତ୍ୟର୍ଥେ କାମ କରିବା। କାମ ପାଇଁ ଯେତେବେଳେ କହୁଛନ୍ତି ସେତେବେଳେ ତା ସହିତ ତାମାନେ ଏଇଠି ଯେ ମାଙ୍କ ପ୍ରୀତ୍ୟର୍ଥେ କାମ କରିବା ମାନେ କଣ, ଆମର କାମର ଲକ୍ଷ୍ୟ କଣ, ଅବଜେକ୍ଟିଭ କଣ? ନା ମା ପରିପ୍ରକାଶ ହେବେ, ମା ପରିପ୍ରକାଶ ହେବେ। ତେଣୁ ଆମ ଏମ୍ ଅଫ୍ ଆକ୍ସନ ଆମେ ଚିନ୍ତା କରିବା। ମୁଁ ଯୋଉ କାମ କରୁଛି କେବଳ ନୁହଁ, ମୁଁ ଯୋଉ କଥା କହୁଛି, ମୋର ଚାଲି, ମାମୁଁ କହିଲେ, ମାମୁଁ ମାନେ ଆମେ ମାମୁଁଙ୍କ ପ୍ରତି ଏତେ କୃତଜ୍ଞ, ମାମୁଁ ପ୍ରତ୍ୟେକ ମୁହୂର୍ତ୍ତରେ କେମିତି ବଞ୍ଚିବାକୁ ହିଁ ଶିଖେଇ ଦେଇଗଲେ। ଥରେ କହିଲେ ସ୍ୱାମୀଜୀ, ତୁମେ ଯେତେବେଳେ ମାତୃ ବାହାରକୁ ଯାଉଛ ସେତେବେଳେ କିଏ ଯାଉଛି ଜାଣିପାରୁଛ? ମୁଁ କିଛି ହଠାତ୍ ବୁଝିପାରିଲିନି, ମାନେ କୋଉ ଆଙ୍ଗଲରୁ ପଚାରୁଛନ୍ତି। ମୁଁ କହିଲି ବୁଝିପାରିଲିନି, କଣ କହୁଛନ୍ତି? ନା ନା ତମେ କିଏ ଯାଉଛ କହୁନ? ମୁଁ ଜାଣିପାରୁଛି ମାମୁଁ ପଚାରୁଛନ୍ତି ମାନେ ଗୋଟେ ଗୋଟେ କଣ ଗୋଟେ ଅବଜେକ୍ଟିଭ ରଖି ପଚାରିଛନ୍ତି। ତେଣୁ ସେଠି ସ୍ୱାଭାବିକ ଉତ୍ତର ତ ନୁହଁ ଯେ ମୁଁ ନିଶ୍ଚିତ ଯାଉଛି ବୋଲି। ହଁ ବୋଲି କଣ କହୁନାହାନ୍ତି? ହଁ ନା ସ୍ୱାମୀଜୀ ଶୁଣ, ତମେ ଯେତେବେଳେ ମାତୃଭବନ ବାହାରକୁ ଯାଉଛ ତମେ ଯାଉନ, ମାତୃଭବନ ଯାଉଛି। ମୁଁ କହିଲି ହଁ ବୁଝିଲି, କାହିଁକି ନା ମୁଁ ଆଇ ରିପ୍ରେଜେଣ୍ଟ ମାତୃଭବନ। ଲୋକ ଦେଖିବେ ମୁଁ ଯାହା ମୋର କାର୍ଯ୍ୟ ଯାହା ରହିବ, ଲୋକ କହିବେ ମାତୃଭବନ ହଉଛି ଏଇଭଳିଆ। ତାପରେ ପୁଣି ସେକେଣ୍ଡ ବାକ୍ୟ କହିଲେ, କହିଲେ ମନେ ରଖ ତୁମେ ସତ୍ୟକୁ ରିପ୍ରେଜେଣ୍ଟ କରୁଛ। ତୁମର କଥା, ତୁମର ଚାଲିଚଳନ, ତୁମର ବ୍ୟବହାର, ତୁମର ଅନ୍ୟମାନଙ୍କ ସହିତ ସମ୍ପର୍କ ସତ୍ୟକୁ ପରିପ୍ରକାଶ କରିବା ଦରକାର। ତମେ ସତ୍ୟକୁ ରିପ୍ରେଜେଣ୍ଟ କରୁଛ, ତମେ ଯାଉନାହ, ମନେ ରଖିଥାଅ। ୟୁ ରିପ୍ରେଜେଣ୍ଟ ଦ ଟ୍ରୁଥ, ଦ ଡିଭାଇନ ଟ୍ରୁଥ। ତେଣୁ ସବୁ କିଛି ଘଟଣାରେ, ସବୁ କିଛି ସଂଗଠନରେ ତୁମେ ତାଙ୍କୁ ହିଁ ନେଇ ବଞ୍ଚିବା ଉଚିତ। ସେତେବେଳେ ଆଉ ମୁଁ ତ ନଥିବ, କେବଳ ସତ୍ୟ। ମୋ କଥାରେ ମୁଁ ଯୋଉ କାର୍ଯ୍ୟ କରୁଛି ତାର ଅବଜେକ୍ଟିଭ ଏହା ରଖିବି ନାହିଁ ଯେ ଲୋକ ଖୁସି ହେବେ, not to satisfy the people, not to satisfy the others। ବାରମ୍ବାର କହୁଛନ୍ତି ତମେ ଆଉ କାହାକୁ ସନ୍ତୁଷ୍ଟ କରିବା ପାଇଁ କରନି, ତୁମେ ତାଙ୍କୁ ପରିପ୍ରକାଶ ପାଇଁ କରିବା ପାଇଁ କର। ୟୁ ସୁଡ୍ ବି ଆନ୍ ଏକ୍ସାମ୍ପଲ। ଚିନ୍ତା କରନ୍ତୁ, ଆମେ ବେଳେ ବେଳେ କଣ କହୁ, ସମାଜ ନାଇଁ ନାଇଁ ଆପଣ ଏମିତି ଟିକେ କଲେ ସମାଜ ଆପଣଙ୍କୁ, ଆପଣ ଧୀରେ ଧୀରେ ସମାଜ ଭିତରେ ପଶିବେ ନା। ଠିକ ଓଲଟାଟା, ଆପଣ ନିଜକୁ ତିଆରି କରନ୍ତୁ। ଆପଣଙ୍କର
ଧରାଯାଉ ଆପଣଙ୍କର ଯେତେବେଳେ କଲଚରାଲ ପ୍ରୋଗ୍ରାମ କରୁଛନ୍ତି, ଆପଣ ଫିଜିକାଲ ଡେମନଷ୍ଟ୍ରେସନ କରୁଛନ୍ତି, ଆପଣ ଗୋଟେ ଦର୍ଶନ ଡେ କୁ ମନଉଛନ୍ତି, ବାହାରେ ତ ଜାକଜମକ ବହୁତ ଅଛି, ଲାଇଟ ଫାଇଟ ବହୁତ ଲାଗୁଛି, କଣ ଅଛି? ଆପଣ ଯଦି ଗୁରୁତ୍ୱକୁ ବହନ କରି ରଖିବେ, ଗୋଟେ ଆଶ୍ରମର ପରିବେଶ ଯେମିତି ଜଣେ ପଶିଗଲେ ସେ ଅନୁଭବ କରିବ ଶାନ୍ତ, ସ୍ଥିରତା, ବିଶାଳ ଶକ୍ତିର ଉପସ୍ଥିତି। ସେ ଆସିବ, ଲାଇଟ ଲାଗିଛି, ଓ ଝକ ଝକ ଲିଚୁ ଲାଇଟ ଲାଗିଛି, ଆରେ ବାଃ, ଇଏ ତ ସବୁଆଡେ ହଉଛି। କଣ ଆପଣ ମାଙ୍କ ଉପସ୍ଥିତିକୁ ତାଙ୍କ ଭିତରେ ପହଞ୍ଚେଇ ଦେଲେ କି? ଇଏ ହଉଛି ଆପଣ ତାର ପଶ୍ଚାତର ଉଦ୍ଦେଶ୍ୟ କଣ? କାରଣ ତାହା ହିଁ ଯଥାର୍ଥ ସତ୍ୟ, ତାହା ହିଁ ପରମ ମଙ୍ଗଳ, ତାହା ହିଁ ସର୍ବଶକ୍ତିମାନ, ତାହା ହିଁ ସର୍ବଜ୍ଞାତା, ତାହା ହିଁ କହିକି ହଁ, ଜଣେ ତାକୁ ହିଁ ବଞ୍ଚି ପାରେ, କିନ୍ତୁ ଜଣେ ସେ କଥା ବର୍ଣ୍ଣନା କରିପାରିବ ନାହିଁ। ଜଣେ ଯଦି କିଛି କହେ ତେବେ ତା କହିବାର ବିଶେଷ କିଛି ଗୁରୁତ୍ୱ ନାହିଁ, କିଛି ଗୁରୁତ୍ୱ ନାହିଁ। ଆଉ ଯଦି ବଞ୍ଚିଛି ଜଣେ, ସେ ବର୍ଣ୍ଣନା କରିପାରିବନି। କିନ୍ତୁ ଆଶ୍ରମ ଭିତରେ ଯେତେବେଳେ ପଶିଯିବ, ଆଶ୍ରମର ଗୋଟେ ଶାନ୍ତ ସ୍ଥିରତା ଯୋଉ ପରିବେଶଟେ ରହିଥିବ, ସେଇଟା ସେ କହିପାରିବନି କାହାକୁ, କିନ୍ତୁ ଭିତରେ ଏତେ ଅନୁଭବ କରିବ। ମୋର ମନେ ଅଛି ଯେ ଆମର ମୁଁ ଯେତେବେଳେ ପଢୁଥିଲି, ଡିଗ୍ରୀ କରୁଥିଲି ଫାର୍ମାସିରେ, ସେତେବେଳେ ଆମର ଜଣେ ଟିଚର ସେ ଦେଖା ହେଇଗଲେ। ମୁଁ ତା ପୂର୍ବପର କଥା କହୁନି, ସେ ଅସୁବିଧା ହେଲା କଣ, ମତେ ଜଣେ ଟିଚର କହିଲେ ଯେ ତମ ପାଇଁ ଚାକିରି ବୁଝା ହେଇଯାଇଛି, ତ ମାନେ ମୋ ପାଇଁ ସେ ଚାକିରି ବୁଝି ଦେଇଛନ୍ତି, ଯିବ ଚାକିରି କରି, ପାଠ ପଢା ସରିନି। ମୁଁ ଯେମିତି କହିଲେ ମନା କରିଦେଲି ଯେ ନାଇଁ, ମୁଁ ଆଶ୍ରମ ରହିବି, ମୁଁ ଚାକିରି କରିବି ନାହିଁ। ତାଙ୍କର ଯେମିତି ଗୋଟେ ଅଲଗା ଗୋଟେ ବୋମା ଫୁଟିଲା ଭଳିଆ ସେ ମତେ ଧରିକି ନେଇ ପଳେଇଲେ ପୁରା ଟିଚରଙ୍କ କମନ ରୁମକୁ। ହେଇ ଦେଖ ଦେଖ, ଇଏ ପିଲାଟା ଏତେ ବ୍ରିଲିଆଣ୍ଟ ପିଲା, ଅମୁକ ସମୁକ, ମୁଁ ତା ପାଇଁ ଅଲରେଡି ବୁଝି ଦେଇଛି ଯାଇକି ଅମୁକ କଲେଜରେ ସେ ପଢେଇବ, ସେ ମତେ କୋଉ ଚାକିରି କରିବ ନାହିଁ। ସେଇଠୁ ଜଣେ ମତେ କହୁଛନ୍ତି ତମେ କୋଉଠି ଅଛ କଣ? ସବୁ ଟିଚର, କାରଣ ସବୁ ଟିଚରଙ୍କ ସହିତ ତ ଆମର ସମ୍ପର୍କ ନାହିଁ, ଆମର ଯୋଉମାନେ ପାଠ ପଢୁଥିଲେ ସେମାନଙ୍କ ସହିତ ସମ୍ପର୍କ ଥିଲା। ତା ଭିତରେ ଦି ଜଣ ଟିଚର କହିଲେ, ଆରେ ତମେ ମାତୃଭୂମି ରହୁଛ? ମୁଁ କହିଲି ହଁ। ଆରେ ଜାଣିଛ, ଯେତେବେଳେ ଆମେ ରେଭେନ୍ସାରେ ପଢିଲା ବେଳେ ଆମର ଯେତେବେଳେ କିଛି ମାଇଣ୍ଡ ଡିଷ୍ଟର୍ବ ରୁହେ, ବା ପାଠ ପଢା ଟେନସନ, ପରୀକ୍ଷା ଥାଏ, ସେତେବେଳେ ଆମେ ଦି ଜଣ ଯାଉ, ମାନେ ସିଏ ତାଙ୍କ ସାଙ୍ଗ କହିଲେ ଯେ ଆମେ ସବୁ ଯାଉ, ଯାଇକିରି ଆଗ ସେଠି ସମାଧି ପାଖରେ ଯୋଉ ସବୁ ତମର ଏମିତି ରହିଛି ସେମିତି ରହିଛି, ସେଇଠି ଯାଇକି ଆଗ ବସୁ, ବାସ୍ 10-15 ମିନିଟ ବସିଗଲା ପରେ ଆମର ସବୁ ମାନେ ଏମିତି ଶାନ୍ତ ଅବସ୍ଥା ଆସିଯାଏ। ତାପରେ ଆମେ ଆସିଲେ ଆମ ପାଠ କିଛି ନାହିଁ, ପରୀକ୍ଷା ପରୀକ୍ଷା ବଢିଆ। ଆଉ ଅନେକ ସମୟରେ ଆମର ଡିଷ୍ଟର୍ବାନ୍ସ ଥିଲେ ଆମେ ସେଇଠିକି ପଳେଇ ଯାଉ, ଶାନ୍ତି। ଏଇ ହଉଛି ପରିବେଶର, ସିଏ ପରିପ୍ରକାଶ ନ କରିପାରନ୍ତି, କିନ୍ତୁ ସେ ନିଜେ ଗ୍ରହଣ କରିକିରି ତାକୁ ନେଇକିରି ତାପରେ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ। ଲୋକଙ୍କ ଭିତରେ କେତେ କାଟାଗୋରୀ ଲୋକ ଅଛନ୍ତି। ଅନେକ ବ୍ୟକ୍ତି କଣ କରନ୍ତି, ଜାଣନ୍ତି, ସମସ୍ତେ ଜାଣନ୍ତି ଯେ କୋଉଟା ମହାନତା, କୋଉଟା ନିଚତା, ସମସ୍ତେ ଜାଣନ୍ତି। ତେଣୁ ରେସପେକ୍ଟ ସବୁବେଳେ ମହାନତା ପ୍ରତି ଥାଏ। ଯଦିଓ ସେ କେତେକ ବ୍ୟକ୍ତି ଯୋଉଥିରେ ବଞ୍ଚୁଥାନ୍ତି ସେଠୁ ନିଜକୁ ଉଠେଇବା ପାଇଁ ଚେଷ୍ଟା କରନ୍ତୁ ବା ନ କରନ୍ତୁ, କେତେଜଣ କରନ୍ତି, କେତେଜଣ କରନ୍ତି ନାହିଁ, କେତେଜଣ ସେଇଟାକୁ ଭଲ ପାଆନ୍ତି, କିନ୍ତୁ ସମସ୍ତଙ୍କ ଭିତରେ ମହାନତା ପ୍ରତି ଏକ ସମ୍ମାନ ବୋଧ ଥାଏ ଏବଂ ତାକୁ ସେ ସମ୍ମାନ କରନ୍ତି। କିଞ୍ଚିତ ପରିମାଣରେ ଭାବନ୍ତି ମୁଁ ସେମିତି ବଞ୍ଚି ପାରିଲି ନାହିଁ, ଆମର କାମ ହଉଛି ତାକୁ ନେଇକି ବଞ୍ଚିବା। ଗୋଟେ ଶ୍ରେଣୀର ଦାର୍ଶନିକ ଅଛନ୍ତି, ଲୋକ ବି ଅଛନ୍ତି, ଯେଉଁମାନେ ଈଶ୍ୱର ସମ୍ବନ୍ଧୀୟ ସାଧାରଣ ଯେଉଁ ଧାରଣା ରହିଛି ତା ସ୍ଥାନରେ ଏକ ନୈର୍ବ୍ୟକ୍ତିକ ପରମର ଧାରଣା ଦିଅନ୍ତି। କେହି ବା କହନ୍ତି ସେ ହଉଛନ୍ତି ପରମ ସତ୍ୟ, କେହି ବା କହନ୍ତି ସେ ପରମ ନ୍ୟାୟ ବିଧାତା, ଆଉ କେତେକଙ୍କ ମତ ଯେ ସେ ହଉଛନ୍ତି ଏକ ଚିରନ୍ତନ ଗତିଶୀଳତାର ଗତି। କିନ୍ତୁ ଯାହାର ତାଙ୍କ ସଙ୍ଗେ ଏକାତ୍ମ ହେବାର କ୍ଷମତା ରହିଛି, ତା ପାଇଁ ଏଇ ସବୁ ମତବାଦର ବିଶେଷ କିଛି ଗୁରୁତ୍ୱ ନାହିଁ। ଏଠି ସେଇ ହଉଛି କଥା। ତମେ କିଏ କଣ କହନ୍ତି, ମତବାଦର କିଛି ଗୁରୁତ୍ୱ ନାହିଁ। ସେ ଯୋଉ ବ୍ୟକ୍ତି ଆସିଲେ ଏବଂ ଅନୁଭବ କଲେ ଶାନ୍ତ ମାଙ୍କ ଉପସ୍ଥିତିର ଯୋଉ ଶକ୍ତିର ପ୍ଲାବନ, ସେଇଟା ହଉଛି ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ତାଙ୍କ ସହିତ ଏକାତ୍ମ ହେଇଯିବା ନା, ସେତେବେଳେ ମତବାଦ କଣ ଅଛି ନ ଅଛି ଆଉ କିଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନାହିଁ। କିନ୍ତୁ ମତବାଦର ସବୁବେଳେ ତାର ପଶ୍ଚାତରେ ଥିବା ଅବଜେକ୍ଟିଭ ଟାକୁ ଆପଣ ଦେଖିବେ। ସେ ଅବଜେକ୍ଟିଭ ଟା କଣ? ସେ ଅବଜେକ୍ଟିଭ ଯଦି ପରିପ୍ରକାଶ କରୁନାହିଁ ଭଗବାନଙ୍କୁ, ପରିପ୍ରକାଶ କରୁନାହିଁ ପରମଙ୍କୁ, ତାହେଲେ ତାର କିଛି ଅର୍ଥ ନାହିଁ। ଆପଣ ଦର୍ଶନ ଗ୍ରନ୍ଥ ଯେତେ ପଢନ୍ତୁ,
ଯେତେ ପଢନ୍ତୁ ନା କାହିଁ। ମହାନ ମହାନ ଜ୍ଞାନୀ ବ୍ୟକ୍ତି ସେଇଥିପାଇଁ ଲେଖିଲେ ନା, ସାବିତ୍ରୀରେ ଲେଖା ହେଲା ଯେତେବେଳେ ପରମ ଯେତେବେଳେ ଅବତରଣ କରିବେ ସେତେବେଳେ ବିଜ୍ଞ ବ୍ୟକ୍ତି ମାନେ ଶୋଇଥିବେ। ତାର ଅର୍ଥ ହଉଛି ମାନେ କଣ ଏମିତି ସତରେ ତକିଆରେ ଶୋଇଥିବେ ନା, ସେମାନେ ଜାଣିପାରିବେ ନାହିଁ। କାହିଁ ଜାଣିପାରିବେ ନାହିଁ? ସେମାନେ ଜ୍ଞାନରେ କେବଳ ବାସ କରୁଛନ୍ତି, ସେମାନେ ପ୍ରଜ୍ଞାରେ ବାସ କରିନାହାନ୍ତି। ଯୋଉ ବିଜ୍ଞ ବ୍ୟକ୍ତି ମାନେ ସେମାନେ ତଥ୍ୟଗତ ଜ୍ଞାନ ନେଇକି ବଞ୍ଚିଛନ୍ତି, ଦର୍ଶନକୁ ନେଇକିରି ବଞ୍ଚିଛନ୍ତି। ମହାନ ମହାନ ଦାର୍ଶନିକ ହେଇପାରନ୍ତି, ଦର୍ଶନ ଗ୍ରନ୍ଥ ଲେଖିଥାଇ ପାରନ୍ତି ଏବଂ ଭାଷଣ ଦେଇକିରି ମହାନ ଜ୍ଞାନୀ ହେଇପାରନ୍ତି, ଲୋକପ୍ରିୟ ବକ୍ତା ହେଇପାରନ୍ତି। ଦେଖନ୍ତୁ ଆପଣ ଯୋଉମାନଙ୍କର ଆପଣ ଦେଖିବେ ଆମର ବର୍ତ୍ତମାନ କଣ ହଉଛି, ଯେତେବେଳେ ଖ୍ରୀଷ୍ଟିଆନିଟି ଆମ ଭାରତ ବର୍ଷରେ ପ୍ରବେଶ କଲା, କେମିତି ପ୍ରବେଶ କଲା? ସନାତନ ଧର୍ମରେ ଆମେ ସମସ୍ତେ ବଞ୍ଚୁଥିଲେ, କିନ୍ତୁ ପ୍ରବେଶ କଲା ଆମର ଦୁର୍ବଳତାକୁ ନେଇକି। କଣ ଦୁର୍ବଳତା? ଆମ ଭିତରେ ଯେତେବେଳେ ବ୍ରାହ୍ମଣ ସମାଜ ସେମାନେ ନିଜକୁ ପ୍ରତିଷ୍ଠା କରିବା ପାଇଁ, ଜମିଦାର ରାଜା ମାନେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଯେତେବେଳେ ଛୁଆଁ ଅଛୁଆଁ ଭାବ କଲେ, କେତେଜଣ କାଟାଗୋରୀ ଲୋକଙ୍କୁ କରିଦେଲେ। ଦେଖନ୍ତୁ ଯେତେବେଳେ ଅହଂ ପ୍ରତିଷ୍ଠିତ ହେଇଛି ସେତେବେଳେ ସବୁବେଳେ ସମାଜ ଧୂଳିସାତ ହେଇଛି। ସେତେବେଳେ ମାନବତାର ଯୋଉଟା ବି ନୈତିକତା ବାହାରେ ସିଏ ବି ଧୂଳିସାତ ହେଇଯାଇଛି। ଏବଂ ସେମାନେ କଣ କଲେ, ସେଇ ଦୁର୍ବଳତା ଟାକୁ ଧରିଲେ। ଯୋଉମାନେ ମାନେ ଫାଇନାନ୍ସିଆଲି ଦୁର୍ବଳ, ଯୋଉମାନେ ସାଇକୋଲୋଜିକାଲି ଟର୍ଚର୍ଡ, ତାଙ୍କୁ ଆମେ ଟର୍ଚର କହିବା। ତମେ ଛୁଆଁ ଅଛୁଆଁ ଭାବ ରଖିଦେଲ, ଟର୍ଚର କଲ। ଯେମିତି ଗୋଟେ କର୍ପୋରେଟ ସେକ୍ସନରେ ଆପଣ ଦେଖିବେ ଯେ ମ୍ୟାନେଜର ମାନେ ସେ ଅଲଗା ଲେବୁଲ, ଇଏ ମାନେ ଅଲଗା ଲେବୁଲ। ତାକୁ ତେଣୁ ଆମର ଯେତେବେଳେ ଅନୁଷ୍ଠାନ ମାନଙ୍କରେ ଆମେ ଚେଷ୍ଟା କଲେ, କିନ୍ତୁ ସେଠି ବି ପ୍ରୋବ୍ଲେମ ଆରମ୍ଭ ହେଲା ଅଲଗା ପ୍ରକାର। କଣ ନା ଆମେ ରଖିଲେ ଯେ ନାଇଁ ଏଠି ଆମେ ସମସ୍ତେ ଅପା ଭାଇ, ଏବଂ ତେଣୁ କଣ କିଏ ସେ ଚାକର, ମାନେ କିଏ ସେ ପିଅନ ବା କିଏ ସେ ପ୍ରିନ୍ସିପାଲ, ଆଉ କିଛି ଫରକ ରଖିବାନି ଠିକ। କିନ୍ତୁ ତାର ପରିଣାମରେ ବେଳେ ବେଳେ କଣ ହୁଏ, ଏ ସବୁ ଜିନିଷକୁ ଦେଖିବେ କସ୍ମେଇ ଦେବା, ତାର ପରିଣାମ ଗୋଟେ ଲେବୁଲ ଠିକ ଅଛି। ବେଳେ ବେଳେ କଣ ହୁଏ, ଯୋଉମାନେ ଅହଂକୁ ପ୍ରତିଷ୍ଠିତ କରନ୍ତି ସେ ଏଇଟାର ଫାଇଦା ନିଅନ୍ତି। ତାଙ୍କର କିଛି ସାମର୍ଥ୍ୟ ନଥିବ, ବାହାରକୁ ଲୋକ ଦେଖାଣିଆ କରିକି ଏମିତି କରିବେ ଯେ ଅନ୍ୟ ଲୋକମାନେ ତାଙ୍କୁ କହିବେ ଇଏ ଭାରି ମହାନ ବଡ ଲୋକ। କିନ୍ତୁ ସବୁଆଡୁ ଦେଖିଲେ ନା ଆଧ୍ୟାତ୍ମିକ ସ୍ତରରେ ତାଙ୍କର ଉନ୍ନତି ଥିବ, ନା ଜ୍ଞାନ ସ୍ତରରେ ଉନ୍ନତି ଥିବ, ନା ପାଠ ତଥ୍ୟଗତ ଜ୍ଞାନ ସ୍ତରରେ ଉନ୍ନତି ଥିବ, କିଛି ନଥିବ। ସେମାନେ ବଞ୍ଚୁ ନଥିବେ ମଧ୍ୟ, କିନ୍ତୁ ବାହାରକୁ ଏତେ ପ୍ରୋପାଗାଣ୍ଡା କରୁଥିବେ, ନିଜକୁ ଏତେ ପରିପ୍ରକାଶ କରୁଥିବେ ଯେ ଲୋକ ତାଙ୍କୁ କହିବେ ହଁ ଇଏ ବଡ ଲୋକ। ଇଏ ଗୋଟେ ହଉଛି କଣ, ସବୁବେଳେ ଆପଣ ଦେଖିବେ। ତେଣୁ ଆମର ଦେଖିବା ପରଖିବାର ସବୁବେଳେ ରହିବ କସ୍ମେଇ ଦେବାୟ, କଣ ଅବଜେକ୍ଟିଭ। ଦର୍ଶନ ଗ୍ରନ୍ଥ ପଢିକିରି ସିଏ ଭଲ ବକ୍ତା ହେଇପାରନ୍ତି, ଆମେ ଭଲ ଜ୍ଞାନୀ ହେଇଯାଇପାରୁ। ହଁ, ଧର୍ମ ସମ୍ପ୍ରଦାୟ ପ୍ରତି ଆମେ ବେଳେ ଅନୁରକ୍ତ ହେଇକିରି କଣ କରନ୍ତି, ପୁରା ନୀତି ନିୟମରେ ପାଳନ କରିପାରନ୍ତି। କିନ୍ତୁ ଯଦି ଭିତରେ ନାହିଁ, କଣ ନାହିଁ, ଅନ୍ତର ଅଗ୍ରଗତି ନାହିଁ, ଅନ୍ତରରେ ନାହିଁ ଭଗବାନଙ୍କ ପ୍ରତି ଭଲ ପାଇବା ଭକ୍ତି ଭାବ, ଯୋଉଟା ଅନ୍ତରରେ ନାହିଁ, ଏବଂ ଅନ୍ତରରେ ମୁଁ ଭଗବାନଙ୍କୁ ପରିପ୍ରକାଶ କରୁନାହିଁ, ଅନ୍ତରରେ ତାଙ୍କୁ ଗ୍ରହଣ କଲେ ତ ବାହାରେ ପରିପ୍ରକାଶ କରିବି। ମୁଁ ବର୍ତ୍ତମାନ ଲୋକ ଦେଖାଣିଆ କଣ କରୁଛି, ଭଗବାନଙ୍କ କଥା ବହୁତ ସୁନ୍ଦର ଭାବରେ କହୁଛି, କିନ୍ତୁ ନିଜକୁ ପ୍ରତିଷ୍ଠା କରିବାରେ ଲାଗିଛି। ଏ ପ୍ରକାର ଲୋକଙ୍କୁ ଚିହ୍ନିବା ଭାରି କଷ୍ଟ। ମା ବର୍ଣ୍ଣା ଗୋଟେ ଜାଗାରେ ଯେ ଅହଂ ପରିପ୍ରକାଶ କଲା ବେଳେ ତିନି ପ୍ରକାରରେ ପରିପ୍ରକାଶ କରେ। ଗୋଟେ ହଉଛି ସ୍ଥୂଳ ଭାବରେ ଯୋଉଟା ଦେଖାଯାଏ, ଆପଣ ଜାଣିଛନ୍ତି। ତାଠାରୁ ସୂକ୍ଷ୍ମ ସ୍ତରରେ ସେତେବେଳେ ସେ ନିଜକୁ ନିଜର କର୍ତ୍ତବ୍ୟ ବୋଲି ଭାବେ, ଏବଂ ବହୁତ ବଢିଆ ସୁନ୍ଦର ଭାବରେ କେତେ କେତେ କଥା କହୁଛନ୍ତି। ଆଉ ମୁଁ ମହାନ ଏବଂ ମୋର ଏମିତି ସାମର୍ଥ୍ୟ ରହିଛି, ଏଇ ସୂକ୍ଷ୍ମ ସ୍ତରରେ ସବୁ ଆସିବ। ଏବଂ କାମ କରେ କର୍ତ୍ତବ୍ୟ ଭଳିଆ, ଯାହା ହଉ ଏଇଟା କର୍ତ୍ତବ୍ୟ କରିବା ଉଚିତ, ସେଠି ବି ଅହଂ ପରିପ୍ରକାଶ ହୁଏ। ଆଉ ଗୋଟେ ଅତି ସୂକ୍ଷ୍ମ ସ୍ତର ରହିଛି, ଅତି ସୂକ୍ଷ୍ମ ସ୍ତରରେ ସିଏ ତାକୁ ପୁରା ଧର୍ମ, ଧର୍ମ ମାନେ ନା ନା ମାଙ୍କ ଏକ୍ଜାମ୍ପଲ ଲୋକ ଦେଇଦେବେ, ମା ଏମିତି କରୁଥିଲେ ମୁଁ ତେଣୁ କରିବି ନାହିଁ। ସେଇ ଲେବୁଲଟା ତାକୁ ଯେ ବର୍ଣ୍ଣନା କରିବା ପାଇଁ ଟିକେ ଅଧିକ ସମୟ ନଉନାହିଁ, କିନ୍ତୁ ସେଟା ଯେତେବେଳେ ଅହଂ ବିଷୟରେ ଯେତେବେଳେ ଆଲୋଚନା ହବ ସେତେବେଳେ କଥା ହବା। କିନ୍ତୁ ଆମେ ଏଠି ମନେ ରଖିବା ଯେ ଅହଂର କେତେ ସ୍ତର ବି ରହିଛି। ତେଣୁ ଦର୍ଶନ ଗ୍ରନ୍ଥ ପଢିକି ଶେଷ କରିଥାଇପାରେ, ବହୁତ ଅନୁରକ୍ତ ହେଇଥାଇପାରେ, ଧ୍ୟାନ ଧାରଣାରେ ବହୁ ସମୟ କଟାଉଥାଇ ପାରନ୍ତି, କିନ୍ତୁ ସିଏ
ଯେ ତାହାଙ୍କୁ ନେଇ ବଞ୍ଚିଛନ୍ତି ସେ କଥା ଆପଣ କହିପାରିବେନି। ଶାରୀରିକ ଶ୍ରମ କରି ବଞ୍ଚନ୍ତି ଯୋଉମାନେ, ତାଙ୍କ ଭିତରେ ହୁଏତ ସେ ଅଭିଜ୍ଞତା ହେଇଥାଇପାରେ। ଯୋଉ ମୋଚି କଥା ଦିଆହେଇଛି, ମୋଚିର ଉଦାହରଣ ଆପଣ ଶୁଣିଥିବେ, ତଥାପି ସେ କାହାଣୀଟି ଟିକେ ଅଳ୍ପରେ କହିଦଉଛି। ଜଣେ ମୋଚି, ସିଏ ତାଙ୍କ କାର୍ଯ୍ୟ କଲା ବେଳେ ସେ ଯେ କାର୍ଯ୍ୟ ଚାଲିଥାଏ କୃଷ୍ଣଙ୍କର, ଭଗବାନ ବିଷ୍ଣୁଙ୍କର ଭଜନ କୀର୍ତ୍ତନ ସହିତ ସେଇ ଧୁନରେ ସେ ତାର କାମ କରେ। ଦିନେ ଗୋଟେ ସେ ବଢିଆ ପଥରଟେ ପାଇଛି। ହୁଁ, ତାକୁ ଆଣି ସେଇଥିରେ କଣ କରୁଛି, ଜୋତା, ମୋଚି କାମ ତ ଜୋତା ଚମଡାର କାମ, ତେଣୁ ତାରି ଉପରେ ଚମଡା ଥୋଇକିରି ଘୋରୁଛି, ସେଇଥିରେ ଚଲେଇଛି, ମାନେ ସବୁ ସେଇ ପଥର ଉପରେ। କିନ୍ତୁ ସେଟା ଥିଲା ଶାଳଗ୍ରାମ। ସିଏ ତାର ବିଷ୍ଣୁଙ୍କ ହରିଙ୍କର ନାମ କୀର୍ତ୍ତନ ସହିତ ମାନେ ସେଇ ଧୁନରେ ରହିକି ତାର କାମ କରେ। ସେଇ ଧୁନରେ ରହି ସେଇ ବାଟ ଦେଇ ଜଣେ ବ୍ରାହ୍ମଣ ଯାଉଛନ୍ତି, ସିଏ ଦେଖିଦେଲେ ଶାଳଗ୍ରାମ ଉପରେ ସିଏ ଚମଡା ଜୋତା ଥୋଇକିରି ତାକୁ ବସି କରୁଛି। ତାରି ଉପରେ ଗୋଡ ଥଉଛି, ତାରି ଉପରେ ଚମଡା ଜୋତା ଥଉଛି, ଘଷୁଛି ଚମଡା ଗୁଡାକ। ତାକୁ ଭାରି ଖରାପ ଲାଗିଲା। ସିଏ ଯାଇକିରି ମୋଚିକୁ ଗାଳି ଦେଲା, ଯାଛାତା, କହିଲା ତୁ ଗୋଟେ ପାଷାଣ୍ଡ, ଇତ୍ୟାଦି ଇତ୍ୟାଦି। ତ ଶାଳଗ୍ରାମର ମହତ୍ଵ ଜାଣିନୁ? ସିଏ କହୁଛି ଆଜ୍ଞା କଣ କହୁଛୁ ମୁଁ କିଛି ବୁଝିପାରୁନି। ନା 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 ତୋର ହବନି, ତୁ ସେ ଦେ ଦେ ଦେ। ସିଏ କହିଲା ଆଜ୍ଞା ପଥର ଟା ମୋର ଦରକାର ଥିଲା। ନା ହଉ ଠିକ ଅଛି, ଆପଣ ଯେତେବେଳେ କହୁଛନ୍ତି ନେଇଯାଆନ୍ତୁ, ମୁଁ ଆଉ ଗୋଟେ ପଥର ଯୋଗାଡ କରିବି ଆଉ। ତେଣୁ ସିଏ କଣ କରୁଛନ୍ତି, ଆଉ ଗୋଟେ ବଡ ପଥର ଆଣି ଯୋଗାଡ କରୁଛନ୍ତି। କୁହନ୍ତୁ ପଥର ଟା ଭାରି ଭଲ ହଉଥିଲା। ହଉ ଆପଣ ପାଷାଣ୍ଡ, ସିଏ ଯୋଉ ରାଗି, ମାନେ ମୁଁ ଆଉ ରାଗିବା କଥାଟା କହୁନି ଏତେ, ସିଏ ମାନେ ବିରକ୍ତ ହେଇକିରି, ମାନେ ମୁଁ ବ୍ରାହ୍ମଣ, ମୁଁ ବିଜ୍ଞ, ଏଇଟା କିଛି ଜାଣିନି, ଭଗବାନଙ୍କୁ ଚିହ୍ନିନି, ଭଗବାନଙ୍କୁ ବଞ୍ଚି ଏଇଟା ଏମିତି ତା ଉପରେ ଗୋଡ ଥଉଛି, ଚପଲ ଥଉଛି, ମାନେ ଚମଡା ଥଉଛି। ସେ ନେଇଗଲେ ଶାଳଗ୍ରାମ। ତାପରେ ତାକୁ ନେଇ ଶୁଦ୍ଧିକରଣ କରି କ୍ଷୀରରେ ତାକୁ ଗାଧେଇ ପୁରା ପୂଜା ପାଠ କରି ତାକୁ ନେଇକିରି ପୁରା ଆସନ ଦେଇକି ରଖିଲେ। ସେଠୁ ହରି ରାତିରେ ସେଠୁ ଦେଲେ କଷିକି ଆଉ କହିଲେ ମୁଁ ଏଠି ଅଣନିଶ୍ୱାସ ହେଇଗଲିଣି, ମତେ ନେଇକି ଛାଡ ମୋ ସେ ଲୋକ ପାଖରେ, ରାମଦାସ ମୋଚି, ଛାଡ ସେ ତା ପାଖରେ, ମୁଁ ତା ପାଖରେ ଖୁସିରେ ଥିଲି। ସେ ମୋ ନାମ ସଂକୀର୍ତ୍ତନ କରି ସେ ଯେତେ କାର୍ଯ୍ୟ କରୁଛି, ସେ ସେତେବେଳେ ତାର ଏଠି ସେ କୋଉଭଳି ଭାବରେ କାର୍ଯ୍ୟ କରୁଥିଲେ, ତାଙ୍କର ସେ ଯୋଉ କାମ କରୁଛନ୍ତି ଭଗବାନଙ୍କ କାମ କହିବା ଦରକାର ପଡୁନି, ସେ ଭଗବାନଙ୍କ କାମ ଭାବରେ କରୁଛନ୍ତି। ସେ ଯୋଉ ରୋଜଗାର ପାଉଛନ୍ତି, ମାନେ ହରି ନାମ ଧରିକି ତାଙ୍କୁ ଚଲେଇଛନ୍ତି। ସେଠି ସିଏ ନିଜକୁ ପ୍ରତିଷ୍ଠା କରୁନାହାନ୍ତି, ନିଜ ପରିବାର ପାଇଁ କାମ କରୁଛନ୍ତି, କିନ୍ତୁ ପରିବାର ତାଙ୍କର ବୋଲି ସେ ଭାବି ନାହାନ୍ତି। ଏଇ ହଉଛି ଭାବ। ଭଗବାନ ଯୋଉ ତାହା ଯୋଉ କୁହାହଉଛି ଦାହାଡ ବୋଲି କହୁଛନ୍ତି, ଆମେ ତାଙ୍କୁ ବୋଲି କହୁଛନ୍ତି, ସିଏ ପରିପ୍ରକାଶ ହଉଛନ୍ତି ଏଇ ବାଟରେ। ଏଠି ବ୍ୟକ୍ତି ପରିପ୍ରକାଶ ହଉନାହିଁ। ଯୋଉ ମୁଁ ଜାଣିଛି, ମୁଁ ଭଗବାନଙ୍କୁ ଚିହ୍ନିଛି, ମୁଁ ପରିପ୍ରକାଶ ହେଲା, ମା ଭଗବାନ କୋଉଠି ପରିପ୍ରକାଶ ହେଲେ? ତେଣୁ ଏଇ ମୋଚି ଉଦାହରଣ ଯୋଉଠୁ କହୁଛନ୍ତି, ସେ ଜୋତା ମରାମତି କରୁଥିବା ମୋଚି ଭିତରେ ମଧ୍ୟ ଅଭିଜ୍ଞତା ଅଧିକ ଥାଇପାରେ, ଯୋଉଟା କି ବାସ୍ତବ ଅନ୍ୟମାନଙ୍କୁ ଯୋଉଟା ଆମେ କହୁଛନ୍ତି ତା ତୁଳନାରେ ଆମକୁ ଲାଗେ ଯେ କିଛି ନାହିଁ ବୋଲି। କହିବାକୁ ଗଲେ ଏହା ଏକ କୃପା ଆଉ କିଛି ନୁହେଁ। ସୁତରାଂ ଯାହା କିଛି ଆବଶ୍ୟକ ତାହା ହେଲା ତାଙ୍କ ସଙ୍ଗେ ଏକାତ୍ମ ହେବାରେ ସଫଳ ହେବା ଏବଂ ତାଙ୍କୁ ହିଁ ନେଇ ବଞ୍ଚିବା। ବହୁତ ଗୁଡାଏ କଥା ରହିଛି। ସେଇ ଏକା କଥା ଗୋଟାଏ କଥା ମନେ ରଖିବା ଯେ ଗୁରୁତ୍ୱପୂର୍ଣ୍ଣ ହଉଛି ତାଙ୍କ ସହିତ ନିଷ୍ଠାପର ଭାବରେ, ଗୋଟେ ଶବ୍ଦ କହିଲେ ନିରବଚ୍ଛିନ୍ନ, ନିରବଚ୍ଛିନ୍ନ ଭାବରେ ବଞ୍ଚିବା। ଏବଂ ବଞ୍ଚିବା ପାଇଁ କଣ ହଉନାହିଁ ତ ନିରବଚ୍ଛିନ୍ନ ନା, ଅଧ୍ୟବସାୟ କରିବେ, ପ୍ରାକ୍ଟିସ କରିବେ। ଜଣେ ଯେତେବେଳେ ଅନୁଭବ କରିବ ଯେ ଅଗ୍ରଗତି କରୁନାହିଁ, ସେତେବେଳେ ସେଇ ଲାଇନ ଟା ଏଇଟା ମନେ ରଖିବେ ଯେ କେବେ ବି ହତାଶ ହେବା ଉଚିତ ନୁହେଁ। କାହିଁକି ନା ଆପଣ ପ୍ରୋଗ୍ରେସ ଟା ଜଣା ପଡିବ ନାହିଁ ହଠାତ୍। ଅଭ୍ୟାସ କରି କରି ଚାଲୁଥିଲେ ଆପଣ ଦେଖିବେ ଯେ ଆପଣଙ୍କର ହଠାତ୍ ଦିନେ ପ୍ରୋଗ୍ରେସ ଟା ଜଣା ପଡିବ। ଆପଣ ଗୋଟେ ପଥରକୁ ପିଟିବେ ପିଟିବେ ପିଟିବେ, କଣ ଗୋଟାଏ ଥରେ ଫାଟିଯିବ? ବାଡଉଥିବେ ବାଡଉଥିବେ ବାଡଉଥିବେ, 10 ପାହାଡ, 15, 1000, 100 ପାହାଡ ପରେ 101 ପାହାଡରେ ଫାଟିବ। ତେଣୁ ଅଭ୍ୟାସ କରିବେ, କେବେ ବି ନିରାଶ ହେବେନି। ଯେଉଁମାନଙ୍କର ମାନସିକ ଗଠନ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ, ଏପରିକି ମହା ଆସ୍ତିକ ଠାରୁ ଆରମ୍ଭ କରି ମହା ନାସ୍ତିକ ପର୍ଯ୍ୟନ୍ତ, ଏପରିକି ବସ୍ତୁବାଦୀ ମାନେ ବି ଆମେ ଯୋଉ ଅଭିଜ୍ଞତାରେ କହୁଛୁ, ସମସ୍ତଙ୍କ ପାଇଁ ଗୋଟିଏ ଉପଲବ୍ଧି। ଏଇଟା ଗୋଟେ ବଢିଆ କଥାଟେ। ଆପଣ ଉପଲବ୍ଧି ସମସ୍ତଙ୍କ କ୍ଷେତ୍ରରେ ସମାନ। ଆପଣ ସରସ୍ଵତୀଙ୍କୁ ପୂଜା କରନ୍ତୁ, ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ, କି ଦୁର୍ଗାଙ୍କୁ ପୂଜା କରନ୍ତୁ, ଉପଲବ୍ଧି ସମାନ, କିନ୍ତୁ ରୂପ ଭିନ୍ନ ଭିନ୍ନ।
କାରଣ ସତ୍ୟ ହଉଛି ଗୋଟିଏ। ହଁ, ପରମ ପରିପ୍ରକାଶ କରୁଛନ୍ତି, ପରିପ୍ରକାଶରେ ଧାରା ବହୁତ, ବାସ୍ତବତା ହଉଛି ସିଏ ଜଣେ ଦାୟ। ତେଣୁ ମା କହୁଛି ମୁଁ ଆଉ ଅଧିକା କଥା କହିନାହିଁ, କିଏ କେଉଁ ବାଟରେ କହୁଛି ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ପ୍ରକୃତ ପଥ ଅନୁସରଣ କରିବା, ସେଠିକି ଯିବା ପାଇଁ ତୁମରି ବାଟରେ ତୁମେ ଚାଲ, ସିଏ କେଉଁ ବାଟ ସେଥିରେ କି ଯାଏସ ନାହିଁ। ଦେଖନ୍ତୁ, ଆମର ଯିଏ ଭକ୍ତି ବାଟରେ ଯାଉଛି ଯାଉ, ଜ୍ଞାନ ବାଟରେ ଯାଉଛି ଯାଉ, କସ୍ମୈ ଦେବାୟ, ଆକ୍ସନ, ଏମ୍ ଅଫ୍ ଆକ୍ସନ, ଅବଜେକ୍ଟିଭ କଣ, ଲକ୍ଷ୍ୟ କଣ, ମୋ ଶବ୍ଦ ଉଚ୍ଚାରଣ କରିବାର ଲକ୍ଷ୍ୟ କଣ, ମୋ କଥା କହିବାର ଲକ୍ଷ୍ୟ କଣ, ମୋ ଚାଲିବାର ଲକ୍ଷ୍ୟ କଣ, ମୁଁ ଯୋଉ କାମ କରୁଛି, ଅନୁଷ୍ଠାନରେ କାମ କରୁଛି, କଣ ପାଇଁ କାମ କରୁଛି, ମୁଁ ଯୋଉ ବ୍ୟକ୍ତିର କଥା ମାନୁଛି କାହିଁକି ମାନୁଛି, ସେ ଏଇଟାକୁ ଏଇଠି ବେଳେ ବେଳେ ଲୋକ ଭାବନ୍ତି ଯେ ହଁ ତ ମୁଁ ମାଙ୍କ ପାଇଁ ଭାବୁଛି ଯେ ମୁଁ କରିଦଉଛି ନା, କିନ୍ତୁ ଆଉ ଜଣେ ବ୍ୟକ୍ତି ଯଦି ନିଜକୁ ପ୍ରତିଷ୍ଠା କରିବା ପାଇଁ ଆପଣଙ୍କୁ ବ୍ୟବହାର କରୁଛି, ଆପଣ ସତର୍କ ରହିବା ଉଚିତ, ଆପଣ ଅସୁର ଦ୍ଵାରା ବା ବିରୋଧୀ ଶକ୍ତି ଦ୍ଵାରା ପରିଚାଳିତ ହଉନାହାନ୍ତି ତ। ତେଣୁ କେବଳ ତାଙ୍କୁ ନେଇକି ବଞ୍ଚିବା ପାଇଁ ଯଦି ଆପଣ ସଂକଳ୍ପ କରିବେ, ଦେଖିବେ ଯେ ଆପଣଙ୍କୁ ନେଇକି ଆଉ କେହି ବ୍ୟବହାର କରିପାରିବେ ନାହିଁ ନିଜକୁ ପ୍ରତିଷ୍ଠା କରିବା ପାଇଁ। ସେଠିକି ଯିବା ପାଇଁ ତୁମ ବାଟରେ ତୁମେ ଚାଲ, ଯୋଉ ବାଟ ଦେଇକି ଆମେ ଆମର ଯେତିକି ଯାହା ରହିଛି ସାମର୍ଥ୍ୟ, ଆମକୁ ଯେତିକି ଯାହା ଦେଇଛନ୍ତି ସେଉଠୁ ମୁଁ ଆରମ୍ଭ କରିବି। ତେଣୁ ଶେଷକୁ ଗୋଟେ ଲାଇନରେ ଯଦି ଏହା କହିବି, ଏମ୍ ଅଫ୍ ଆକ୍ସନ ଇଜ ଇମ୍ପୋର୍ଟାଣ୍ଟ, ଏମ୍ ଅଫ୍ ଆକ୍ସନ ଇଜ ଇମ୍ପୋର୍ଟାଣ୍ଟ। ଏଇ ଆକ୍ସନରେ ସବୁ କଥା ଯାଉଛି, ଆପଣ ଶବ୍ଦ, ଭାବନା, ଚିନ୍ତା, ଚାଲିଚଳନ, ମୋର କାର୍ଯ୍ୟ, ସବୁ କିଛି ଆକ୍ସନ ଉପରେ ରହିଛି। ତେଣୁ ଏମ୍ ଅଫ୍ ଆକ୍ସନ କସ୍ମୈ ଦେବାୟ, ଓନ୍ଲି ଦାୟ, ନଥିଙ୍ଗ ଅଦର୍ସ। ତେଣୁ ସେଇ କଥା ଓନ୍ଲି ମଦର ନନ୍ ଅଦର ଯୋଉ କଥା କହୁଛନ୍ତି, ସେଇଟାକୁ ଏମ୍ ଅଫ୍ ଆକ୍ସନ ରେ ଆମେ ଦିଟା କଥା ଏବେ ମନେ ରଖିବା, ଓନ୍ଲି ମଦର ନନ୍ ଅଦର, ଏମ୍ ଅଫ୍ ଆକ୍ସନ କଣ। ମା ମା 1 ମିନିଟ ମା ନାମ ଜପ ସହ ଆଜିର ଆଲୋଚନା ଶେଷ କରିବା। ମା 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 ମା